मु पूर्व क्लास रे आलोचना करथिले कोन ना सर्वप्राचीन कोन सर्वप्राचीन सभ्यता बा सर्वप्राचीन समाज जेउथिरे कि आदिम मानव कोन करथिला निजर धीरे धीरे विकास घटेइथिला ହେଲା ପିଲେ ସମସ୍ତଙ୍କୁ ପୁଣି ଥରେ ଦିଗଦର୍ଶିକା ପ୍ରଶିକ୍ଷଣ କେନ୍ଦ୍ରକୁ ସ୍ୱାଗତ। ଓଟେଡ୍ କ୍ଲାସ ରେ ଏହା ଏକ ନୂତନ ଇତିହାସ କ୍ଲାସ ଯେଉଁଥିରେ ଆମେ ଆଜି ଆଲୋଚନା କରିବା କଣ ନା ହରପ୍ପା ସଭ୍ୟତା। କେଉଁ ସଭ୍ୟତା? ହରପ୍ପା ସଭ୍ୟତା ବା ଯାହାର ପଏଣ୍ଟରେ ଅଛି ପିଲେ କଣ ନା ଭାରତର ପ୍ରଥମ ନଗରୀକରଣ ବ୍ୟବସ୍ଥା। କି କରଣ? ନା ନଗରୀକରଣ ବ୍ୟବସ୍ଥା। ପ୍ରଥମ ନଗର କହିଲେ ପିଲେ ସଦାସର୍ବଦା ବୁଝାଏ କାହାକୁ? ନା ହଡପ୍ପା ସଭ୍ୟତା ବା ସିନ୍ଧୁ ଘାଟି ସଭ୍ୟତା, ଯାହାର କି ଅନ୍ୟ ଏକ ନାଁ ହେଉଛି କାଂସ୍ୟ ଯୁଗୀୟ ସଭ୍ୟତା। କି ସଭ୍ୟତା? ନା କାଂସ୍ୟ ଯୁଗୀୟ ସଭ୍ୟତା। ହଉ ପିଲେ ଯିବା ଆମେ ଦେଖିବା ଆଲୋଚନା କରିବା ଆଜି ଆମର ନା ହଡପ୍ପା ସଭ୍ୟତା। ନୂତନ ପ୍ରସ୍ତର ଯୁଗରେ ଚାଷ କାର୍ଯ୍ୟ ଓ ପଶୁପାଳନ ଲୋକମାନଙ୍କୁ ଏକତ୍ର କରି ସ୍ଥାୟୀ ଭାବରେ ବସବାସ କରିବାକୁ ବାଧ୍ୟ କଲା। ଫଳରେ ଗ୍ରାମୀଣ ଜୀବନ ଧୀରେ ଧୀରେ ଆରମ୍ଭ ହୋଇଥିଲା। ନା ଆଦିମ ମାନବ ସେ କଣ କରିଥିଲା? ଧୀରେ ଧୀରେ ଯେତେବେଳେ ସେ କୃଷି କାର୍ଯ୍ୟ ଶିଖିଲା, ପଶୁପାଳନ ଶିଖିଲା, ଗୋଟିଏ ସ୍ଥାନରେ ଯେତେବେଳେ ସ୍ଥାୟୀ ହେଇ ବସବାସ କଲା, ବୁଝିପାରୁଛ ନା ନାଇଁ ପିଲେ? ଧୀରେ ଧୀରେ ସେ ଜଣେ ରହିଲା ପରେ ସେ ଆଉ 4-5 ଜଣ ତାକୁ ଦେଖିକି ରହିଲେ। ଏମିତି ହେଇ ଗୋଟେ ସ୍ଥାନରେ ଗୋଟେ କଣ ହେଲା ପିଲେ? ନା ଅନେକ ଲୋକ ସ୍ଥାୟୀ ରୂପରେ ବସବାସ କରିବାକୁ ଲାଗିଲେ। ଯେତେବେଳେ ଅନେକ ଲୋକ ଯଦି ଗୋଟେ ସ୍ଥାନରେ ବସବାସ କରିବାକୁ ଲାଗିଲେ, ସେ ସ୍ଥାନ ଧୀରେ ଧୀରେ ପିଲେ ଗୋଟେ ଛୋଟ ପ୍ରଥମେ ଯଦି ଆମେ କହିବା ଗୋଟେ ସାହି ହେଇଗଲା। ସାହି ମାନେ ବୁଝୁଛ ତ? ଯେମିତି କି ନୂଆ ସାହି, ଉପର ସାହି, ପ୍ରଧାନ ସାହି, ବିଭିନ୍ନ ପ୍ରକାର ଯୋଉ ସାହି ଥାଏ, ବୁଝିପାରୁଛ ନା ନାଇଁ? ସେ ସାହି ହେଇଗଲା ଧୀରେ ସେଟା ୱାର୍ଡ ହେଇଯାଇଥିବ। ଗୋଟେ ୱାର୍ଡ ରୁ ଧୀରେ ଧୀରେ ଗୋଟେ ହେଇଥିବ କଣ? ଗୋଟେ ଗାଁ ହେଇଯାଇଥିବ ବୋଲି, ବୁଝୁଛ ନା ନାଇଁ? ଏଇ ୱାର୍ଡ ତ ଆଗରୁ କିଛି ନଥିଲା, ତମମାନଙ୍କୁ ବୁଝିବା ପାଇଁ କେବଳ ମୁଁ ସେଇ ୱାର୍ଡ ର ବ୍ୟବହାର କଲି, ହେଲା, ବୁଝୁଛ ନା ନାଇଁ? ତେବେ କହିଲା କଣ ଯେ ନା ଧୀରେ ଧୀରେ ଗ୍ରାମୀଣ ଜୀବନ ଆରମ୍ଭ ହେଇଥିଲା। କୋଉମାନଙ୍କର? ନା ସେଇ ନୂତନ ପ୍ରସ୍ତର ଯୁଗର ଲୋକମାନଙ୍କର ଧୀରେ ଯେତେବେଳେ ଚାଷ କାର୍ଯ୍ୟ ଏବଂ କେତେବେଳେ ପଶୁପାଳନ କରିବା ଯେତେବେଳେ ଶିଖିଲେ, ସେମାନେ ଗୋଟିଏ ସ୍ଥାନରେ ଧୀରେ ଧୀରେ ସେମାନେ ବସବାସ କରିବାକୁ ଲାଗିଲେ। ନୂତନ ପ୍ରସ୍ତର ଯୁଗର ବସତି ଗୁଡିକ ଭାରତର ଉପମହାଦେଶରେ ପ୍ରଥମେ ସିନ୍ଧୁ ନଦୀର ପଶ୍ଚିମ ପାର୍ଶ୍ୱରେ ଆରମ୍ଭ ହୋଇ ଅନ୍ୟ ଏକ ଅଞ୍ଚଳକୁ ବିସ୍ତୃତ ଲାଭ କରିଥିଲା। କହୁଛି ଯେ ଏଇ ଯୋଉ ସଭ୍ୟତା ଯୋଉ ଦେଖା ଯାଇଥିଲା ପିଲେ, ଏଇଟା ଭାରତର ଉତ୍ତର ପଶ୍ଚିମ କରେ କଣ? ମନେକର ଧରିନିଅ ଏଇଟା ହଉଛି ମନେକର ଭାରତ ମାନଚିତ୍ର, ହେଲା। ମୋ ଦ୍ୱାରା ଭାରତ ମାନଚିତ୍ର ପିଲେ ବହୁତ ବିୟୁଟିଫୁଲ ହୁଏ, ତମମାନେ ଟିକେ ଆଡଜଷ୍ଟ କରିବ। ଏଇଟା ହଉଛି ପୂର୍ବ, ଏଇଟା ହଉଛି ପଶ୍ଚିମ, ଏଇଟା ହଉଛି ଉତ୍ତର, ଏଇଟା ହଉଛି ଦକ୍ଷିଣ ପିଲେ। ଉତ୍ତର ପଶ୍ଚିମ ମାନେ ଏଇ ଅଞ୍ଚଳରେ, ଯୋଉ ଅଞ୍ଚଳରେ କଣ ପିଲେ? ନା ଉତ୍ତର ପଶ୍ଚିମରେ ରାଜସ୍ଥାନ, ଗୁଜୁରାଟ, ହଁ ନା ନାଇଁ? ପାକିସ୍ତାନ ଅଛି। ଭାରତର ଉତ୍ତରରେ ଦେଶର ଉପରେ ପାକିସ୍ତାନ ଅଛି। ରାଜ୍ୟ ଦେଖିବା ଗୁଜୁରାଟ, ରାଜସ୍ଥାନ, ଏଇଭଳି ରାଜ୍ୟ ଗୁଡାକ ଅଛି, ହଁ ନା ନାଇଁ? ତେବେ ସେଇ ଅଞ୍ଚଳରେ କଣ ହେଇଥିଲା? ଏଇ ନୂତନ ପ୍ରସ୍ତର ଯୁଗର ବସତି ପ୍ରଥମେ ଦେଖା ଯାଇଥିଲା। ଭାରତକୁ ଗୋଟିଏ ପିଲେ କଣ ବୋଲି କୁହାଯାଏ? ଉପମହାଦେଶ ବୋଲି ମଧ୍ୟ କୁହାଯାଏ, ହେଲା ପିଲେ। ସେଇ ଦେଶରେ କଣ ହେଇଥିଲା? ନା ସିନ୍ଧୁ ନଦୀର, କୋଉ ନଦୀର? ନା ସିନ୍ଧୁ ନଦୀର ଅବବାହିକା ଅଞ୍ଚଳରେ, ଅବବାହିକା ମାନେ କଣ? ମନେକର ସିନ୍ଧୁ ନଦୀ ବହି ଯାଇଛି, ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କଣ ହେଇଥିଲା? ଏଇ ସଭ୍ୟତା ଦେଖାଯାଇଥିଲା ପିଲେ। ମୁଖ୍ୟତଃ କୃଷିର ବିକାଶ ଓ ଧାତୁ ମାନେ କଂସା, ସେ ସମୟରେ ପିଲେ ତମ୍ବା ଓ ଟିଣକୁ ମିଶେଇକି ସେମାନେ ଗୋଟେ ଧାତୁ ନିର୍ମାଣ କରୁଥିଲେ, ଯାହାର ନାଁ ଦେଇଥିଲେ ବ୍ରୋଞ୍ଜ। ସେ ବିଷୟରେ ଆମେ ଆଗକୁ ପଢିବା। ତାର ପିଲେ ବହୁଳ ବ୍ୟବହାର ଦ୍ୱାରା ଏହି ସମୟରେ ଭାରତର ଉତ୍ତର ପଶ୍ଚିମ ଦିଗରେ କେତେକ ନଗରୀ ଗଢି ଉଠିଥିଲା। କାଳକ୍ରମେ ନଗରୀ ଗୁଡିକୁ ପିଲେ ଧ୍ୱଂସ ପାଇଁ ମାଟି ତଳେ ପୋତି ଯାଇଥିଲା। ତାର ଅନେକ କାରଣ ଅଛି ପିଲେ। ଆରମ୍ଭ ହୋଇଥିଲା ମଧ୍ୟ ଶେଷ ମଧ୍ୟ ହୋଇଥିଲା। କିଭଳି ଶେଷ ହୋଇଥିଲା? ନା ତାହା ମାଟି ତଳେ ପିଲେ ମାଟିରେ ମିଶି ଯାଇଥିଲା। ଯେମିତି କି ପିଲେ ବର୍ତ୍ତମାନ ଦ୍ୱାରିକା କଣ ହେଇଛି? ସମୁଦ୍ର ମଧ୍ୟରେ କଣ ହେଇଛି? ଲୀନ ହେଇକି ଅଛି। ଠିକ ସେଇଭଳି ପିଲେ ଏହି ସଭ୍ୟତା କଣ ହେଇଥିଲା? ମାଟି ତଳେ ପୋତି ହେଇକି ଥିଲା। ପ୍ରଥମେ କଣ ହେଲା ପିଲେ? ନା ଯେତେବେଳେ ହଡପ୍ପା ସଭ୍ୟତାକୁ ଆବିଷ୍କାର କରାଗଲା, କିଏ କରିଥିଲା? ନା କହିଲା ହରପ୍ପା ସହରକୁ 1921 ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିଦ ଦୟାରାମ ସାହାଣୀ ଏହାକୁ ପିଲା ଆବିଷ୍କାର କରିଥିଲେ। କେତେ ମସିହାରେ? 1921। କିଏ? ନା ଦୟାରାମ ସାହାଣୀ। କି ସାହାଣୀ? ଦୟାରାମ ସାହାଣୀ। ପ୍ରଥମେ କାହାକୁ ଆବିଷ୍କାର କରିଥିଲେ? ନା ଆବିଷ୍କାର କରିଥିଲେ ହରପ୍ପା ନାମକ ଗୋଟେ ସହରକୁ। ପ୍ରଶ୍ନ ପଚାରିବ ପିଲେ, ନା ହଡପ୍ପା ସହରକୁ କିଏ ଆବିଷ୍କାର କରିଥିଲେ?
ତାହାର ନାଁ ହଉଛି ପିଲେ କଣ ନା ଦୟାରାମ ସାହାଣୀ। ତାହାର ଠିକ ବର୍ଷେ ପରେ ରାଖାଲ ଦାସ ବାନାର୍ଜୀ 1922 ମସିହାରେ କେତେ 1921 ର 22 ଟା କେତେ ହବ ନା 1922। 1921 ର ପର ବର୍ଷଟା କଣ ହବ 1922। ସେ 1922 ମସିହାରେ ରାଖାଲ ଦାସ ବାନାର୍ଜୀ ନାମକ ଜଣେ ଲୋକ ସେ କଣ କରିଥିଲେ ମୋହେଞ୍ଜୋଦାର ଆବିଷ୍କାର କରିଥିଲେ। କଣ ଆବିଷ୍କାର କରିଥିଲେ ମୋହେଞ୍ଜୋଦାର ଆବିଷ୍କାର କରିଥିଲେ ପିଲେ। ମନେଇବନି ଦୁଇ ଜଣ ଅଲଗା ଲୋକ। ମୋଷ୍ଟ ଇମ୍ପୋର୍ଟାଣ୍ଟ ଲାଇନ ଏ ଦିଟା ଲାଇନ ତୁମକୁ ମନେ ରଖିବାକୁ ପଡିବ, ମନେ ରଖିବାକୁ ନିଶ୍ଚିତ ରୂପରେ ପଡିବ। କୁହାଯାଏ ପିଲେ ନା ସିନ୍ଧୁ ନଦୀର 5 କିଲୋମିଟର ଦୂରରେ ମୋହେଞ୍ଜୋଦାର ଅବସ୍ଥିତ ଥିଲା। ସିନ୍ଧୁ ନଦୀର କେତେ କିଲୋମିଟର ନା 5 କିଲୋମିଟର। କେତେ କିଲୋମିଟର 5 କିଲୋମିଟର ଦୂରରେ ଏହି ମୋହେଞ୍ଜୋଦାର ସଭ୍ୟତା ଥିଲା। ଏବଂ ରାବି ନଦୀର କେଉଁ ନଦୀ ରାବି ନଦୀର 10 କିଲୋମିଟର ଦୂରରେ ହଡପ୍ପା ସଭ୍ୟତା। କି ସଭ୍ୟତା ହଡପ୍ପା ସଭ୍ୟତା ରହିଥିଲା। ମନେ ରଖିବ ପିଲେ ସିନ୍ଧୁ ନଦୀର 5 କିଲୋମିଟର ଦୂରରେ ସିନ୍ଧୁ ସଭ୍ୟତା ଦେଖାଯାଇଥିଲା ବା ମୋହେଞ୍ଜୋଦାର ସଭ୍ୟତା ଦେଖାଯାଇଥିଲା ଏବଂ ହଡପ୍ପା ସହରଟା ରାବି ନଦୀର 10 କିଲୋମିଟର ଦୂରରେ। କେତେ କିଲୋମିଟର ଦୂରରେ 10 କିଲୋମିଟର ଦୂରରେ ଏହା ଦେଖାଯାଇଥିଲା। ଲେଖା ହେଇଛି ପିଲେ ଦେଖ ନା 1922 ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ କିଏ ନା ରଖାଲ ଦାସ ବାନାର୍ଜୀ ସିନ୍ଧୁ ନଦୀ କୂଳରେ ଥିବା ମୋହେଞ୍ଜୋଦାର ସହରକୁ ଆବିଷ୍କାର କରିଥିଲେ। କେଉଁ ନଦୀ କହିଲା ନା ସିନ୍ଧୁ ନଦୀ। ଉପରେ ଦେଲା ପିଲେ କୋଉ କଣ ଦେଲା ନା ହଡପ୍ପା। ହଡପ୍ପାଟା କେଉଁ ନଦୀ କୂଳରେ ନା ରାବି ନଦୀ। ଲେଖିବ କେଉଁ ନଦୀ ନା ରାବି ନଦୀ। ମନେ ରଖିବ ପିଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଦିଟା ପଏଣ୍ଟ ତମେ ଯେମିତି ହେଲେ ମନେ ରଖିବାକୁ ପଡିବ। ଏହି ସଭ୍ୟତା ଦୁଇଟି ପ୍ରାୟ ଖ୍ରୀଷ୍ଟପୂର୍ବ 5000 ବର୍ଷ ତଳେ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ ପିଲେ। ଆଜକୁ 5000 ବର୍ଷ ପୂର୍ବେ ବୁଝୁଛ ନା ନାଇଁ ଏହା ଆରମ୍ଭ ହୋଇଥିଲା ବୋଲି ମଧ୍ୟ କୁହାଯାଇଥାଏ। ମୋହେଞ୍ଜୋଦାର ଓ ହଡପ୍ପା ସହରର ଦୁଇଟି ମଧ୍ୟରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ। ନା ମୋହେଞ୍ଜୋଦାରରେ ଅଲଗା ଲୋକମାନେ ରହିଥିଲା ବେଳେ ସେମାନଙ୍କ ସେ ସ୍ଥାନର ଅଞ୍ଚଳ ସେଇ ସ୍ଥାନର କଣ ହେଇଥିଲା ନା ପରିବେଶକୁ ବା ଜଳବାୟୁ ସେ ସମୟରେ ସେଇ ସ୍ଥାନରେ ଯୋଉ ଲୋକମାନେ ବସବାସ କରୁଥିଲେ ସେମାନଙ୍କର ସାମାଜିକ ସଂସ୍କୃତି ଚାଲିଚଳନ ଟିକେ କିଛିଟା କାହାଠାରୁ ନା ହଡପ୍ପା ସଭ୍ୟତାରୁ କିଛିଟା ଭିନ୍ନ ଥିଲା। ହୁଏତ ଅଧିକାଂଶ ସମାନ ଥିଲା କିନ୍ତୁ କିଛିଟା ଭିନ୍ନ ଦେଖାଯାଇଥିଲା। କହିଲା ପିଲେ ନା ମୋହେଞ୍ଜୋଦାର ଶବ୍ଦର ଅର୍ଥ ହଉଛି ମୃତ ନଗରୀ। କି ନଗରୀ ମୃତ ନଗରୀ। ମୋଷ୍ଟ ଇମ୍ପୋର୍ଟାଣ୍ଟ ଲାଇନ ପିଲେ ମନେ ରଖିବ ସଦାବେଳେ ପରୀକ୍ଷାରେ ପ୍ରାୟ ପଚାରିଥାଏ ପିଲେ ମୋହେଞ୍ଜୋଦାର ଶବ୍ଦର ଅର୍ଥ କଣ ନା ମୋହେଞ୍ଜୋଦାର ଶବ୍ଦର ଅର୍ଥ ହେଉଛି ମୃତ ନଗରୀ। କଣ ମୃତ ନଗରୀ ଯାହା ହରପ୍ପା ଠାରୁ 350 ମାଇଲ ଦୂରରେ ଅବସ୍ଥିତ। କେତେ ମାଇଲ 350 ମାଇଲ। ସେଇଭଳି ପିଲେ ହରପ୍ପା ମୋହେଞ୍ଜୋଦାର ସହରର ଦୁଇଟିକୁ ସିନ୍ଧୁ ନଦୀ ସଭ୍ୟତା ବା ସିନ୍ଧୁ ଘାଟି ସଭ୍ୟତା ବୋଲି କୁହାଯାଏ। ହଡପ୍ପା ସଭ୍ୟତା ଆଉ ମୋହେଞ୍ଜୋଦାର ସଭ୍ୟତା ଦୁଇଟି ଅଲଗା ଅଲଗା ହେଲେ ମଧ୍ୟ ଏଇ ଦୁଇଟି ସଭ୍ୟତାକୁ କୁହାଯାଏ ସିନ୍ଧୁ ସଭ୍ୟତା। କି ସଭ୍ୟତା ସିନ୍ଧୁ ସଭ୍ୟତା ପିଲେ ହେଲା। ତେବେ ଆମେ ପ୍ରଥମେ ଦେଖିବା କୋଉ ସଭ୍ୟତା ବିଷୟରେ ନା ହଡପ୍ପା ସଭ୍ୟତା ବିଷୟରେ ଦେଖିବା। କେଉଁ ସଭ୍ୟତା ନା ହଡପ୍ପା ସଭ୍ୟତା ବିଷୟରେ ଆମେ ଆଲୋଚନା କରିବା। ବର୍ତ୍ତମାନ ସୁଦ୍ଧା ହଡପ୍ପା ସଭ୍ୟତାର 1000ରୁ ଉର୍ଦ୍ଧ୍ୱ ସ୍ଥାନ ମାନଙ୍କରେ ଏହି ସଭ୍ୟତାର ନିଦର୍ଶନ ଦେଖିବାକୁ ମିଳିଛି। ଅଧିକାଂଶ ପିଲେ କେଉଁ ସ୍ଥାନରେ ଦେଖିବା ନା ପାକିସ୍ତାନର ହରପ୍ପା ମୋହେଞ୍ଜୋଦାର ଗନହୁ ଜ୍ୱାର ଅସ୍ତି କୁଲି ମେହରଗଡ଼ ତରକାଇ କିଲ୍ଲା ଗୁମଲା ଇତ୍ୟାଦି ସ୍ଥାନ ମାନଙ୍କରେ ଏହି ସଭ୍ୟତାର ଚିହ୍ନ ଦେଖିବାକୁ ମିଳିଛି। ପିଲେ ଏତେ ଇମ୍ପୋର୍ଟାଣ୍ଟ ନାହିଁ, ମନେ ରଖିବା କିଛି ଦରକାର ନାହିଁ। କିନ୍ତୁ ଭାରତର କେଉଁ ଅଞ୍ଚଳରେ ଅଛି ଏଇ ଜିନିଷଟା ପିଲେ ତୁମମାନଙ୍କୁ ନିଶ୍ଚିତ ରୂପରେ ମନେ ରଖିବାକୁ ପଡିବ। ଯେମିତିକି ପିଲେ ରୂପାର ବନାବଲି ବାଲୁ ମିତଥଲ ଭଗବାନପୁର ରାକ୍ଷୀଗଡ଼ କାଲିବାଙ୍ଗାନ ମାଣ୍ଡା ବଡଗାଁଓ ମାନପୁର ଆଲମଗୀରପୁର ଲୋଥାଲ ସୁତକୋଟ୍ଟା ଆଉ ଗୋଟେ ପିଲେ ରୋଜଡି ଏବଂ ତ୍ରଗଭବ ଏବଂ ଦାଇମାବାଦ ଆଦି ସ୍ଥାନ ମାନଙ୍କରେ ଏହି ହରପ୍ପା ସଭ୍ୟତା ଦେଖିବାକୁ ମିଳିଥିଲା। यार ଯେତେବେଳେ ଆମେ ଭୌଗୋଳିକ ବିସ୍ତୃତି ଯଦି ଦେଖିବା ନର୍ମାଲି ଭାବରେ ଏହା ପିଲେ ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ରୂପରେ ପୂର୍ବରେ ପିଲେ କୋଉଠିର ନା ୟୁପିର କୋଉଠିର ପୂର୍ବରୁ ଯଦି ତାର ନର୍ମାଲି ଆମେ ତାର ଯଦି ଡାଇଗ୍ରାମ ଦେଖିବା କେତେରୁ କେତେ ଦେଖିବା ଦେଖ ପିଲେ ମନେକର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ନା ପୂର୍ବରୁ ପିଲେ ୟୁପିର ଦେଖିବା ଯଦି ଆଲମଗୀରପୁର ଠାରୁ ୟୁପିର କଣ ନା ଆଲମଗୀର ଲେଖି ଦଉଛି ପିଲେ ଲେଖ ଟିକେ ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ଆଲମଗୀରପୁର ହେଲା ପୂର୍ବରୁ ଆଲମଗୀରପୁର ଠାରୁ ଆରମ୍ଭ କରି ପଶ୍ଚିମର ପିଲେ ଏଇଟା ହଉଛି ପୂର୍ବ ଏଇଟା ହଉଛି ପଶ୍ଚିମର ପାକିସ୍ତାନର ସୁତକୋଟ୍ଟା ଲେଖ
ସୁତ୍ ବା ସୁତକାଣ୍ଡୋର ବୋଲି ମଧ୍ୟ କେହି କୁହନ୍ତି। ସୁତକାଣ୍ଡୋର ଲେଖୁଛି ଏଠି ହେଲା। ହେଲା ବିଲି ଏଟା ଅଙ୍ଗଟା ସୁତକାଙ୍ଗଡୋର ପାକିସ୍ତାନର ପୂର୍ବରୁ ଆଲମଗୀରପୁର ଠାରୁ ଆରମ୍ଭ କରି ପଶ୍ଚିମର ପିଲେ ପାକିସ୍ତାନର ସୁତକାଣ୍ଡୋର ପର୍ଯ୍ୟନ୍ତ ଏବଂ ଉତ୍ତରର ଜାମ୍ମୁ କାଶ୍ମୀରର ମାଣ୍ଡା ଠାରୁ ଆରମ୍ଭ କରି କୋଉଠୁ ନା ମାଣ୍ଡା ଜାମ୍ମୁ କାଶ୍ମୀର J&K ଓକେ ଜାମ୍ମୁ କାଶ୍ମୀରର ମାଣ୍ଡା ଠାରୁ ଆରମ୍ଭ କରି ଏବଂ ଦକ୍ଷିଣର ମହାରାଷ୍ଟ୍ରର ଦାଇମାବାଦ ପର୍ଯ୍ୟନ୍ତ କୋଉ ବାଦ ନା ଦାଇମାବାଦ ହେଲା ପିଲେ ଦାଇମାବାଦ ପର୍ଯ୍ୟନ୍ତ କଣ ହେଇଥିଲା ଏହାର ଭୌଗୋଳିକ ବିସ୍ତୃତି ଦେଖିବାକୁ ମିଳିଥିଲା ପିଲେ। ଯଦି ଆମେ ନିଶ୍ଚିତ ଭାବରେ ଏହାକୁ ଯଦି ଭୌଗୋଳିକ ବିସ୍ତୃତି କଥା କହିବା ନା ଏହା ଉତ୍ତର ଭାରତର ଜାମ୍ମୁ କାଶ୍ମୀରର ମାଣ୍ଡା ଠାରୁ ଆରମ୍ଭ କରି ଏବଂ ଦକ୍ଷିଣର ମହାରାଷ୍ଟ୍ର ଉତ୍ତରର ଜାମ୍ମୁ କାଶ୍ମୀରର ମାଣ୍ଡା ଠାରୁ ଆରମ୍ଭ କରି ଦକ୍ଷିଣର ମହାରାଷ୍ଟ୍ରର ଦାଇମାବାଦ ପର୍ଯ୍ୟନ୍ତ ଏବଂ ପୂର୍ବରୁ ଉତ୍ତରପ୍ରଦେଶର ଆଲମଗୀରପୁର ଠାରୁ ଆରମ୍ଭ କରି କେତେ ପର୍ଯ୍ୟନ୍ତ ପଶ୍ଚିମର କୋଉଠ ନା ପାକିସ୍ତାନର ସୁତକାଣ୍ଡୋର ପର୍ଯ୍ୟନ୍ତ ଏହା କଣ ଥିଲା ଲମ୍ବିଥିଲା ପିଲେ। ଅଧିକାଂଶ ପିଲେ ଏହାର ପ୍ରମାଣ ପିଲେ ପାକିସ୍ତାନର ଏକ କଣ ନା ବିଭିନ୍ନ ସ୍ଥାନରେ ପାକିସ୍ତାନର ଅଧିକାଂଶ ସ୍ଥାନରେ ଏହି ସଭ୍ୟତା ଦେଖିବାକୁ ମିଳିଛି ପିଲେ। ଯଦି ସିନ୍ଧୁ ସଭ୍ୟତା କେଉଁ କେଉଁ ଅଞ୍ଚଳ ଦେଇ ଅଧିକାଂଶ ବହିଛି ସିନ୍ଧୁ ନଦୀଟା ପିଲେ ପାକିସ୍ତାନରେ ଅଧିକାଂଶ ବୋହିକିରି ଅଛି ବୁଝୁଛ ନା ନାଇଁ ପାକିସ୍ତାନ ପଟେ ରହିଯାଇଛି କାରଣ ଆଗରୁ ପାକିସ୍ତାନଟା କୋଉଠି ଥିଲା ନା ଭାରତରେ ଥିଲା ତେଣୁକରି ପିଲେ ହେଲା। ହଡପ୍ପା ସଭ୍ୟତା ଦୀର୍ଘ 1700 ବର୍ଷ ଧରି ତିଷ୍ଠି ରହିଥିଲା। କେତେ ବର୍ଷ ନା 1700 ବର୍ଷ ଧରି ଏହି ସଭ୍ୟତା ଦେଖିବାକୁ ମିଳିଥିଲା କୋଉଠି ନା ଭାରତରେ। ହଡପ୍ପା ସଭ୍ୟତାର ଖନନ ହେବା ଦ୍ୱାରା ପ୍ରଥମେ ଏହି ସଭ୍ୟତାର ଆବିଷ୍କୃତ ହେଇଥିବାରୁ ଏହାକୁ କଣ ନା ହଡପ୍ପା ସଭ୍ୟତା ବୋଲି କୁହାଯାଏ। ମନେକର ପିଲେ ତୁମମାନଙ୍କୁ ଯଦି ଅଧିକ ବୁଝେଇବାକୁ ଯାଇ ମୁଁ କହିବି କଣ ନା ଆଗରୁ ଇତିହାସକାର ମତ ଦିଅନ୍ତି ନା ଯେଉଁ ସ୍ଥାନରୁ ଯେଉଁ ଜିନିଷ ମିଳିଲା ସେଇ ସ୍ଥାନ ଅନୁସାରେ ସେ ଜିନିଷର ନାମକୁ ସେଇ ସ୍ଥାନ ଅନୁସାରେ କଣ ନାମକରଣ କରାଯାଉଥିଲା। ତେବେ ସେଇ ସଭ୍ୟତାଟା କୋଉ ସଭ୍ୟତାଟା ନା ଏଇ ଯୋଉ ସିନ୍ଧୁ ଘାଟି ସଭ୍ୟତାଟା କୋଉଠୁ ମିଳିଥିଲା ହଡପ୍ପାରୁ ମିଳିଲା ବୋଲି ତାର ଅବଶେଷ ଗୁଡାକ ତାହାକୁ କହିଲେ ହଡପ୍ପା ସଭ୍ୟତା। ଏପଟେ ଇଏ ମହେଞ୍ଜୋଦାରୋରୁ ମିଳିଲା ବୋଲି ଏହାକୁ ମହେଞ୍ଜୋଦାରୋ ସଭ୍ୟତା ବୋଲି କହିଲେ। ଏଇ ଦିଟା ଯାକ ସଭ୍ୟତା ସିନ୍ଧୁ ନଦୀ କୂଳର ପାଖାପାଖି ଅଞ୍ଚଳରେ ଦେଖା ଯାଉଥିବା ହେତୁ ଏହାକୁ ସିନ୍ଧୁ ଘାଟି ସଭ୍ୟତା ବୋଲି ସେମାନେ ନାମକରଣ ମଧ୍ୟ କରିଦେଇଥିଲେ ପିଲେ। ଐତିହାସିକଙ୍କ ମତାନୁସାରେ ମେସୋପଟାମିଆ ସଭ୍ୟତା ପୂର୍ବରୁ ହରପ୍ପା ସଭ୍ୟତାର ବିକାଶ ଲାଭ କରିଥିଲା। ଯଦି ପିଲେ ତମାନଙ୍କୁ ମୁଁ ଆଉ ଟିକେ ଯଦି କହିବାକୁ ଯିବି ସେ ସମୟରେ ପିଲେ ତିନୋଟି ସମକାଳୀନ ସଭ୍ୟତା ଦେଖା ଯାଉଥିଲା। ଗୋଟେ ହଉଛି କଣ ନା ମିଶର ସଭ୍ୟତା। କି ସଭ୍ୟତା ନା ମିଶର ସଭ୍ୟତା। ଆଉ ଗୋଟେ ଥିଲା ପିଲେ କହିଲା କଣ ମେସୋପଟାମିଆ ସଭ୍ୟତା। ଆଉ ଗୋଟେ ହଉଛି ହରପ୍ପା ସଭ୍ୟତା। ଆଉ ଗୋଟେ ହଉଛି କି ସଭ୍ୟତା ହଡପ୍ପା ସଭ୍ୟତା। ଗୋଟେ କହିଲା ମିଶର ସଭ୍ୟତା ଆଉ ଗୋଟେ ଦେଖ ଏଇଠି ଲେଖିଲା ମେସୋପଟାମିଆ ସଭ୍ୟତା ଆଉ ଗୋଟେ ହଉଛି ହଡପ୍ପା ସଭ୍ୟତା। ଏଇଟା ହଉଛି 2 ଏଇଟା ହଉଛି 3। ଏଇଭଳି ଭାବରେ ତିନୋଟି ସମକାଳୀନ ସଭ୍ୟତା ଦେଖା ଯାଇଥିଲା। ସମକାଳୀନ ମାନେ କଣ ନା ଏକ୍ସାକ୍ଟ ସେଇ ସେମ ଟାଇମରେ ତିନୋଟି କୋଣରେ ତିନୋଟି ସଭ୍ୟତା ପିଲେ ଦେଖା ଯାଇଥିଲା ପିଲେ। ତିନୋଟି କୋଣରେ ତିନୋଟି ସଭ୍ୟତା ଦେଖା ଯାଇଥିଲା ଏବଂ ସବୁଠାରୁ ଉତ୍କୃଷ୍ଟ ସଭ୍ୟତା କୋଉଟା ଥିଲା ସେଇଟା ହଉଛି ହଡପ୍ପା ସଭ୍ୟତା। କି ସଭ୍ୟତା ନା ସେଇଟା ହଉଛି ହଡପ୍ପା ସଭ୍ୟତା ସବୁଠାରୁ ଭଲ ଥିଲା ପିଲେ। ଏହାର ପ୍ରମାଣ କୋଉଠି ମିଳେ ନା ଏହାର ପ୍ରମାଣ ପିଲେ କାରଣ ନା ଏଇ ହଡପ୍ପା ସଭ୍ୟତାର ଲୋକମାନେ କାହା ସହିତ ବେପାର ବାଣିଜ୍ୟ କରୁଥିଲେ ନା ଏଇ ମେସୋପଟାମିଆ ଓ ମିଶର ସଭ୍ୟତା ସହିତ ତାଙ୍କର ପିଲେ ଇଣ୍ଟର ରିଲେଟେଡ ଥିଲା। ମାନେ ସେମାନେ ନିଜ ନିଜ ଭିତରେ ସମ୍ପର୍କ ପିଲେ ବଜାୟ ରଖୁଥିଲେ ବୁଝିପାରୁଛ ନା ନାଇଁ। ତାହାର ପ୍ରମାଣ ପିଲେ ହରପ୍ପାର ସିଲ୍ ବା ମୋହର ଗୁଡିକ କଣ ମେସୋପଟାମିଆର ଉର ଓ କିଚ୍ ସ୍ଥାନରେ ଦେଖିବାକୁ ମିଳିଛି। ତେବେ ଯଦି ସିଲ୍ ବା ମୋହର କହିଲା ତେବେ ଏ ହରପ୍ପା ସଭ୍ୟତାର କଣ କରିବା ପାଇଁ ନା ଚିହ୍ନ ଥିଲା ପିଲେ ଗୋଟେ ନା ଏଇ ସଭ୍ୟତା ବୋଲି ଜାଣିବା ପାଇଁ ସେମାନେ ଗୋଟେ ପିଲେ ମୁଦ୍ରା ପ୍ରଚଳନ କରୁଥିଲେ ବା ଗୋଟେ ଠପା ବୋଲି ଗୋଟେ କୁହାଯାଏ ଗୋଟେ ଷ୍ଟାମ୍ପ ବୋଲି ଧରିନିଅ ଯୋଉଥିରେ କି ପିଲେ ଏମିତି ଉପରେ ଏମିତି କଣ ସବୁ ଏମିତି ଲେଖା ହେଇଥିବ ତଳେ ଗୋଟେ ପିଲେ ଏମିତି ହେଇକି ଗୋଟେ ପଶୁର ଚିହ୍ନ ଥିବ ହେଲା ଏମିତି ଗୋଟେ କଣ ଥିବ ନା ପଶୁର ଚିହ୍ନ ଥିବ ବୋଲେ ଏମିତି ଗୋଡ ଦିଟା ଥିବ ଏଇଭଳିଆ ସବୁ ଚିହ୍ନ ଥିବ। ଏଇଭଳିଆ ଠପା ଗୁଡା ଅଛି ଚାରି କଣିଆ ବା ଆୟତକାର ହେଲା ଭଳିଆ ବୁଝୁଛ ନା ନାଇଁ। ଏଇ ଠପା ଗୁଡିକ ପିଲେ ବା ଏଇଭଳି ସିଲ୍ ବା ମୋହର ଗୁଡିକ କଣ କୋଉଠି ମିଳିଥିଲା ନା ମେସୋପଟାମିଆର ଉର ଆଉ କି ସ୍ଥାନରେ ଦେଖିବାକୁ ମିଳିଥିଲା। ପ୍ରତ୍ନତାତ୍ତ୍ୱିକ ବିଦଙ୍କ
ମତାନୁସାରେ ଏହି ସଭ୍ୟତା ଖ୍ରୀଷ୍ଟପୂର୍ବ 2500 ରୁ ଖ୍ରୀଷ୍ଟପୂର୍ବ 1500 ମଧ୍ୟରେ ବିକାଶ ଲାଭ କରିଥିଲା। ଟାଇମ ଲାଇନ ବି ଦେଇଦେଲା ପିଲା। ଇତିହାସକାର ମାନେ ମତ ଦିଅନ୍ତି କେତେରୁ କେତେ ନା 2500 ରୁ 1500। କେତେ 1500 ଭିତରେ ଏ ସମୟରେ କଣ ହେଇଥିଲା ନା এই ସଭ୍ୟତାର ବିକାଶ ଲାଭ କରିଥିଲା। ହରପ୍ପା ସଭ୍ୟତାର ଅନ୍ତର୍ଭୁକ୍ତ କେତେ ଗୁଡିଏ ଅଞ୍ଚଳ ପିଲେ ଯେମିତି ଦେଖ ନା ପଞ୍ଜାବର ରୋପାର ଲେଖିଛି, ଏଟା ପିଲେ ରୋପାର କରିଦବ ହେଲା, ଡ ନାହିଁ ର କରିଦବା। ପଞ୍ଜାବର ରୋପାର, ଗୁଜରାଟର ଲୋଥାଲ ଏବଂ ଧୋଲାବିରା, ସେଭଳି ରାଜସ୍ଥାନର କାଲିବାଙ୍ଗାନ, ହରିୟାଣାର ବନାୱଲି, ଏଇ ଚାରିଟା ପିଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ। କିଛି ଘୋଷ ନ ଘୋଷ ଏଇ ଚାରିଟା ନିଶ୍ଚିତ ରୂପରେ ତମାନେ ମନେ ରଖିବାକୁ ପଡିବ। ପଚାରିଦେବ ପରୀକ୍ଷାରେ ପଞ୍ଜାବର କେଉଁ ସ୍ଥାନରୁ ହରପ୍ପା ସଭ୍ୟତାର କଣ ମିଳିଛି ନା ସାକ୍ଷ୍ୟ ମିଳିଛି, ପ୍ରମାଣ ମିଳିଛି। କୋଉ ସ୍ଥାନ ନା ପଞ୍ଜାବର ହଉଛି ରୂପାର। କଣ ପଞ୍ଜାବର ରୂପାର ପିଲେ, ଗୁଜରାଟର ଲୋଥାଲ, ଧୋଲାବିରା ଏବଂ ରାଜସ୍ଥାନର କାଲିବାଙ୍ଗାନ, ହରିୟାଣାର ବନାୱଲି, ଏଇ ଚାରିଟା ପାଞ୍ଚଟା ଜିନିଷକୁ ତମକୁ ପିଲେ ନିଶ୍ଚିତ ରୂପରେ ମନେ ରଖିବାକୁ ପଡିବ। ତାପରେ ପିଲେ ଆମେ ଆଲୋଚନା କରିବା କଣ ନଗର ପରିକଳ୍ପନା। ଯଦି ସେମାନେ ପିଲେ ବସବାସ କରୁଥିଲେ ଏଇ ସମୟରେ ଯୋଉ ସାମାଜିକ ଅବସ୍ଥାରେ ପିଲେ ଯୋଉ ନଗରୀକରଣ ଥିଲା, ଯୋଉ ଟାଉନ ମ୍ୟାନେଜମେଣ୍ଟ ଥିଲା ସବୁଠାରୁ ବେଷ୍ଟ ଥିଲା। ତେଣୁକରି ଏହାକୁ ପ୍ରଥମ ନଗରୀକରଣ ସଭ୍ୟତା ବୋଲି କୁହାଯାଏ। ସେମାନେ ନିଜ ଟାଉନକୁ ଅତି ସୁନ୍ଦର ଭାବରେ ସୁରକ୍ଷିତ ରଖିବା ପାଇଁ ବହୁତ ସୁନ୍ଦର ଭାବରେ ପିଲେ ସେମାନେ ମ୍ୟାନୁଫ୍ୟାକ୍ଚରିଂ କରୁଥିଲେ, ଗଢି ମାନେ ତିଆରି କରୁଥିଲେ। ଦେଖିବା ତେବେ ସେମାନେ କିଭଳି ତିଆରି କରୁଥିଲେ ନା ଆଧୁନିକ ସହର ପରି ଯୋଜନାବଦ୍ଧ ଭାବରେ ହରପ୍ପାର ପ୍ରତ୍ୟେକ ନଗରକୁ ଦୁଇ ଗୋଟି ଭାଗରେ ବିଭକ୍ତ କରାଯାଇଥିଲା। ଗୋଟେ ହଉଛି ଉପରି ନଗର ଆଉ ଗୋଟେ ହଉଛି ନିଚଲା ନଗର ବୋଲି ତାକୁ କୁହାଯାଇଥାଏ। ଦେଖିବା କଣ କହୁଛି ଆଗକୁ ନା ପ୍ରଥମ ଭାଗଟି ଉଚ୍ଚ ସ୍ଥାନରେ ଏବଂ ପ୍ରଥମ ସ୍ଥାନଟି କଣ ଗୋଟେ ଉଚ୍ଚ ସ୍ଥାନରେ, ହାଇଟ ସ୍ଥାନରେ, ଏବଂ କହୁଛି କଣ ତାର ଚାରିପଟେ ପ୍ରାଚୀର ଘେରି ରହୁଥିବାରୁ ଏହାକୁ ଦୁର୍ଗ ପରି ବୋଲି ମଧ୍ୟ ଅନୁଭୂତ ହଉଥିଲା। ସେମାନେ ଯୋଉ ଥିଲା ପିଲେ କଣ ନା ତମମାନଙ୍କର ଦେଖିଥିବ ଏଇ ସହରକୁ ପିଲେ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା। ଗୋଟେ ହଉଛି ଉଚ୍ଚ ସ୍ଥାନରେ ଗୋଟେ ସହର ଦେଖାଉଥିଲା ଏବଂ ନିମ୍ନ ଭାଗରେ ଗୋଟେ ଗାଁ ପ୍ରଦେଶ ଭଳିଆ, ଗାଁ ଛୋଟ ମିନିଟା ମାନେ ଗାଁ ତ ଆଉ ବୁଝୁଛ ନା ନାଇଁ, ନର୍ମାଲି ଗୋଟେ ଗାଁ ଭଳିଆ ଦେଖା ଯାଉଥିଲା ପିଲେ। ଯୋଉ ଉଚ୍ଚ ସ୍ଥାନରେ ଯୋଉ ଥିଲା ପିଲେ, ଉଚ୍ଚ ସ୍ଥାନରେ ଯୋଉ ସହରଟା ଦେଖା ଯାଉଥିଲା ସେ ସହର ଗୁଡିକ କଣ ନା ଏମିତି ଥିଲା, ସହର ଗୁଡିକ ଥିଲା ତା ଚାରିପଟେ ପିଲେ ବାଉଣ୍ଡ୍ରି ଥିଲା। କଣ ଥିଲା ତା ଚାରିପଟେ ବାଉଣ୍ଡ୍ରି ଥିଲା, ଯାହା ଫଳରେ ପିଲେ ତାହା କିଭଳି ଦେଖା ଯାଉଥିଲା ଗୋଟେ ଦୁର୍ଗ ଭଳି ମନେ ହଉଥିଲା। ତାହା କେଉଁ ଭଳି ମନେ ରହୁଥିଲା ନା ଦୁର୍ଗ ଭଳି ମନେ ହେଉଥିଲା। ଏ ଭିତରେ ତାଙ୍କର ସବୁ ଘର ଦ୍ୱାର କରିକି ଟାଉନ ହେଇକି ନିଜକୁ ସୁରକ୍ଷିତ କରିକି ପିଲେ ରଖୁଥିଲେ। ଏବଂ ଏହି ସ୍ଥାନରେ ଶାସକ, କର୍ମଚାରୀ, ଧର୍ମୟାଚକ, ବଣିକ ମାନେ ବସବାସ କରୁଥିଲେ। ଏମାନେ ଯିଏ ସେ ଅଞ୍ଚଳରେ ମୁଖ୍ୟ ହଉଥିଲା ବା ସେ ପ୍ରଧାନ ଜମିଦାର ହଉ, ପ୍ରଧାନ ରାଜା ହଉ ବା ପ୍ରଧାନ ସେବକ ହଉ, ବୁଝୁଛ ନା ନାଇଁ, ବା ଯିଏ କି ପ୍ରଧାନ ମାନେ ଯୋଉମାନେ କି ବ୍ୟବସାୟ ବାଣିଜ୍ୟ ଆଦି ଧନୀ ଶ୍ରେଣୀର ଲୋକମାନେ ରାଜାଙ୍କ ସହିତ, ବୁଝୁଛ ନା ନାଇଁ, ରାଜା, ସେନାପତି, କୋଟାଳ, ଯେ ସମୟରେ ଯୋଉ ଶାସନ ପ୍ରଣାଳୀ ଥିଲା ସେଇ ଶାସନ ପ୍ରଣାଳୀ ଯୋଉମାନେ ଉଚ୍ଚ ସ୍ତରର କର୍ମଚାରୀ ମାନେ, ବୁଝିପାରୁଛ ନା ନାଇଁ, ଉଚ୍ଚ ସ୍ତରର ଯୋଉମାନେ ବସବାସ କରୁଥିଲେ, ସାଧାରଣ ଭାବରେ କୁହାଯିବ ଆଭିଜାତୀୟ ଶ୍ରେଣୀର ଲୋକମାନେ ସେଇ ଉଚ୍ଚ ସ୍ଥାନରେ ବସବାସ କରୁଥିଲେ। ଏବଂ ଏଠାରେ ମଧ୍ୟ ସାଧାରଣ ଗୃହ, ଧର୍ମାନୁଷ୍ଠାନ ଓ ଶସ୍ୟାଗାର ମଧ୍ୟ ରହୁଥିଲା ପିଲେ। ଶସ୍ୟ ଗୁଡିକୁ ଷ୍ଟୋର କରି ରଖିବା ପାଇଁ ମଧ୍ୟ ସେଇ ଉଚ୍ଚ ସ୍ଥାନ ମାନଙ୍କରେ କଣ ରହୁଥିଲା ଶସ୍ୟାଗାର ଗୁଡିକ ରହୁଥିଲା। ଏବଂ ଦ୍ୱିତୀୟ ସ୍ତରକୁ ଦ୍ୱିତୀୟଟି ଏହାର ତଳ ଭାଗ ଅର୍ଥାତ୍ ପାଦ ଦେଶରେ ଅବସ୍ଥିତ ଥିଲା, ଯୋଉଟା କି କହିଲେ ପିଲେ ଉଚ୍ଚ ସ୍ଥାନରେ ଗଢି ଉଠିଥିବା ସହର ଏବଂ ନିମ୍ନରେ ଗୋଟେ ଗାଁ ଭଳିଆ ରହିଥିବା ଗୋଟେ ସହର, ଯାହାକୁ ପିଲେ ଆମେ ହିନ୍ଦୀରେ ଯଦି କହିବା ନା ଉପରି ନଗର, ନିଚଲା ନଗର ବୋଲି ଆମେ କହିପାରିବା ପିଲେ। ଏଇଭଳି ଭାବରେ ଦି ଭାଗରେ ବିଭକ୍ତ କରାଯାଇଥିଲା। ଉପରି ନଗରରେ କୋଉମାନେ ରହୁଥିଲେ ନା ଧନୀ ଶ୍ରେଣୀର ଆଭିଜାତ୍ୟ ପୂର୍ଣ୍ଣ ଲୋକମାନେ ରହୁଥିଲେ ପିଲେ, ବୁଝୁଛ ନା ନାଇଁ, ଯେମିତିକି କହିଥିଲା କଣ ଶାସକ, କର୍ମଚାରୀ, ଧର୍ମୟାଚକ, ବଣିକ ସଂଘର ଲୋକମାନେ ଏମାନେ ରହୁଥିଲେ। ତାହେଲେ ଦ୍ୱିତୀୟ ତଳ ଭାଗରେ କୋଉମାନେ ରହୁଥିଲେ ନା ତଳେ ରହୁଥିଲେ ପିଲେ ସାଧାରଣ ଲୋକ, କୃଷକ ଓ ଶ୍ରମିକ ମାନେ ରହୁଥିଲେ ପିଲେ। କୋଉମାନେ ରହୁଥିଲେ ସାଧାରଣ ଲୋକ ଆଉ କଣ ନା କୃଷକ ଏବଂ ଆଉ କୋଉମାନେ ନା ଶ୍ରମିକ ମାନେ ରହୁଥିଲେ, ଲେବର ମାନେ ରହୁଥିଲେ। ଏବଂ ତା ସହିତ ପିଲେ କଣ ହରପ୍ପା ରାସ୍ତା ଗୁଡିକ ଦୀର୍ଘ ଓ ପ୍ରସ୍ତ ରାସ୍ତା ସିଧା ଭାବରେ ସହରର ମଧ୍ୟ ଭାଗରେ ଲମ୍ବିଥିଲା ଏବଂ ଏହି ରାସ୍ତାର ଶାଖା ଗୁଡିକ ପରସ୍ପରକୁ ସମକୋଣରେ ଛେଦ କରୁଥିଲା। ଛାଡ ପିଲେ, ଏଇ କଥା ତମେ ମନେ ରଖ ନା, ସିଧା କଥା ମନେ ରଖ ପିଲେ ନା ରାସ୍ତା ଗୁଡିକ ତାର ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣକୁ ପିଲେ ଛେଦ କରୁଥିଲା। ଉତ୍ତରକୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଭାବରେ ଛେଦ କରୁଥିଲା ପିଲେ ଏହାର ରାସ୍ତା ଗୁଡିକ।
ବୁଝିଛ ନା ନାଇଁ? ଠିକ ସେଇଭଳି ପିଲେ। ଏବଂ ମହେଞ୍ଜୋଦାରୋରେ ମୁଖ୍ୟ ରାସ୍ତା ଗୁଡିକ 800 ମିଟର ଲମ୍ବ ଓ ପ୍ରସ୍ଥ 10 ମିଟର, ଏମିତି ଲମ୍ବାରେ କେତେ ମିଟର? 800 ମିଟର, ଏବଂ ଏଇ ଯୋଉ ପ୍ରସ୍ଥଟା ୟାର 10 ମିଟର ଚଉଡା ରହୁଥିଲା ପିଲେ। ଏବଂ ପାର୍ଶ୍ୱରେ, ରାସ୍ତାର ଉଭୟ ପାର୍ଶ୍ୱରେ ଜଳ ଓ ଆବର୍ଜନା ଯିବା ପାଇଁ ପକ୍କା ନାଳ ଥିଲା। ଏଇ ଯୋଉ ପିଲେ ତାଙ୍କର ଯୋଉ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଯୋଉ ରାସ୍ତାର ଯୋଉ ଛେଦ କରୁଥିଲା, ଏଇ ଜିନିଷଟା ଯାହା କହୁଛି ମନେ ରଖିବା ପିଲେ ହେଲା, ଇମ୍ପୋର୍ଟାଣ୍ଟ ଏଇଟା। এইটা মনে ରଖିବା କିଛି ଦରକାର ନାହିଁ, କିନ୍ତୁ ଏବେ ଯାହା କହୁଛି ସେଇଟା ମନେ ରଖ। ଏଇ ଯୋଉ ପୂର୍ବରୁ ପଶ୍ଚିମ, ଉତ୍ତର ଦକ୍ଷିଣକୁ ପିଲେ ଯୋଉ ରାସ୍ତାଟା ପିଲେ ଛେଦ କରୁଥିଲା, ଏବଂ ସେଇ ରାସ୍ତା ସାଇଡରେ ପିଲେ ଛୋଟ ଛୋଟ ନାଳ ମାନ ଥିଲା। କଣ ଥିଲା? ଛୋଟ ଛୋଟ ନାଳ ମାନ ଥିଲା। ସେ ନାଳ ଗୁଡିକ ପିଲେ ପୋଡା ଇଟାରେ ତିଆରି କରାଉଥିଲା, ଏବଂ ନାଳ ଗୁଡିକୁ ଘୋଡାଇବା ପାଇଁ ପଥରର ବ୍ୟବହାର କରାଉଥିଲା। ପଥରର ଢାଙ୍କୁଣୀ ସବୁ ଦ୍ୱାରା କଣ କରାଉଥିଲା? ନା ତାହାକୁ ବ୍ୟବହାର କରାଉଥିଲା। ଏଇ ନାଳ ଗୁଡିକୁ ପିଲେ ଗୋଟେ ଏଇ ପ୍ରତ୍ୟେକ ଘରୁ ପିଲେ ନାଳ ଯାଉଥିଲା ପିଲେ, ବୁଝୁଛ ନା ନାଇଁ? ଏଇ ରାସ୍ତା ସାଇଡରେ ସବୁ ଘର ଗୁଡାକ ଥିଲା, ସେ ଘର ଗୁଡାକ ଛୋଟ ଛୋଟ ସେଇ ଛୋଟ ନାଳରେ ମିଶୁଥିଲା, ନାଳ ହଉଥିଲା, ଏବଂ ସେଇ ନାଳ ଜଳକୁ ପିଲେ ନେଇକି ଗୋଟେ ବଡ ନାଳ ସହିତ ସଂଯୋଗ କରାଉଥିଲା, ଏବଂ ସେଇ ନାଳ ଜଳକୁ ଗୋଟେ କଣ ନା ନଦୀ ବା କୌଣସି ଏକ ସମୁଦ୍ର ତ ନାହିଁ, ନଦୀ କୂଳରେ ସେମାନେ କଣ କରୁଥିଲେ? ବଡ ନଦୀରେ ସେମାନେ କଣ କରୁଥିଲେ? ସେଇ ଆବର୍ଜନା ନାଳରେ, ସେଇ ନାଳର ଯୋଉ ଆବର୍ଜନା ଜଳ ଗୁଡିକୁ ନିଷ୍କାସନ କରୁଥିଲେ। ବୁଝୁଛ ନା ନାଇଁ? ନଦୀ ଗର୍ଭରେ ଛାଡି ଦଉଥିଲେ ପିଲେ, ଗୋଟେ ବଡ ନାଳ ସହିତ ସଂଯୁକ୍ତ କରେଇକି। ବୁଝୁଛ ନା ନାଇଁ? ଏଇ ଯୋଉ ପ୍ରତ୍ୟେକ ଘରୁ ଛୋଟ ଛୋଟ ନାଳ, ସେଇ ଛୋଟ ଛୋଟ ନାଳ ଗୁଡିକ ରାସ୍ତାରେ ମିଶୁଥିଲା। ସେ ରାସ୍ତାର ଯୋଉ ନାଳ ଥିଲା, ସେ ରାସ୍ତା ଗୁଡିକ ଗୋଟେ ବଡ ନାଳରେ ମିଶୁଥିଲା। ସେଇ ବଡ ନାଳ ଯାଇକି ମିଶୁଥିଲା କୋଉଠି? ଗୋଟେ ନଦୀରେ, ଏବଂ ନଦୀ ଗର୍ଭରେ ସେ ଆବର୍ଜନା ଜଳ ଗୁଡିକ କଣ କରାଯାଉଥିଲା? ନିଷ୍କାସନ କରାଯାଉଥିଲା। ତାପରେ ପିଲା ଆମେ ଦେଖିବା ବାସଗୃହ। କଣ ଦେଖିବା? ନା ବାସଗୃହ। ନା କାଲିମାଙ୍ଗାନ ନଗରର ଗୃହ ଗୁଡିକ ରଶ୍ମିରେ କଣ ସୂର୍ଯ୍ୟ ରଶ୍ମିରେ ଶୁଖୁଥିବା ଇଟା ଦ୍ୱାରା ଗୃହ ଗୁଡିକୁ ନିର୍ମାଣ କରାଯାଇଥିଲା। ପିଲେ ପୋଡା ଇଟା ବ୍ୟବହାର କରାଯାଉନଥିଲା ସେ ସମୟରେ, ବା ସେଇ ସମୟରେ ଯୋଉ ଘର ଗୁଡିକ ରହିଛି ସେଗୁଡିକ ପୋଡା ଇଟାରେ ତିଆରି ନ କରାଯାଇ ଇଟା ତିଆରି କରାଯାଇଥିଲା। କେବଳ ସୂର୍ଯ୍ୟଙ୍କର ଖରାରେ ଶୁଖିକି ସେ ଯେତିକି ଶୁଖିଲା, ଯେତିକି ଟାଣ ହେଲା, ସେଇ ଇଟାରେ ପିଲେ ସେମାନେ କଣ କରୁଥିଲେ? ଘର ଗୁଡିକ ନିର୍ମାଣ କରୁଥିଲେ। ଯୋଜନା ଅନୁଯାୟୀ ହରପ୍ପା ସଭ୍ୟତାର ରାସ୍ତାର ଉଭୟ ପାର୍ଶ୍ୱରେ ବାସଗୃହ ପୋଡା ଇଟାରେ ଏକ ମହଲା ବା 2 ମହଲା। ସେମାନେ ପିଲେ ଯେତେବେଳେ ଘର ନିର୍ମାଣ କରୁଥିଲେ, ସେମାନେ ପିଲେ ଧନୀ ଶ୍ରେଣୀର ଲୋକମାନେ 2 ମହଲା ଘର ବିଶିଷ୍ଟ କରୁଥିଲେ ପିଲେ, ଏବଂ ଗରିବ ଶ୍ରେଣୀର ଲୋକମାନେ ଗୋଟିଏ ବା 2ଟି କୋଠରୀ କରିକି ବସବାସ କରୁଥିଲେ। ଯୋଉମାନେ ପିଲେ ଘର ନିର୍ମାଣ କରୁଥିଲେ, ଘର ମଧ୍ୟକୁ ଆଲୋକ ଓ ବାୟୁ ପ୍ରବେଶ କରିବା ନିମନ୍ତେ ସେମାନେ ଗୋଟେ ଗୋଟେ ପିଲେ ଝରକା ରଖୁଥିଲେ। ଏଇଟା ପିଲେ ସ୍ୱାଭାବିକ କଥା, ଯିଏ ଘର କରିବ ସିଏ ତ ନିଶ୍ଚିତ ରୂପେ ଝରକା ରଖିବ ନା ନାଇଁ? ସେମାନେ ମଧ୍ୟ ପିଲେ ଝରକା କରୁଥିଲେ। ଏବଂ ଯୋଉମାନେ ଧନୀ ଶ୍ରେଣୀର ଲୋକମାନେ ଯୋଉ ଥିଲେ, ସେମାନେ ଯୋଉ 2 ମହଲା ବିଶିଷ୍ଟ ଘର କରିକି ରହୁଥିଲେ, ସେମାନେ ପିଲେ ଉପରକୁ ଯିବା ପାଇଁ ପାହାଚର ବା ସିଡିର ବ୍ୟବହାର ମଧ୍ୟ କରୁଥିଲେ। ପିଲେ ଉପର ମହଲାକୁ ଯିବା ପାଇଁ, ପଡୁ ଯାଉଥିଲେ, ଉପର ମହଲାକୁ ଯିବା ପାଇଁ ସିଡି ବା କଣ ନା ସିଡି ବା ପାହାଚର ସେମାନେ ବ୍ୟବହାର କରୁଥିଲେ ପିଲେ। ସାଧାରଣତଃ ସେମାନେ କାଠର ସିଡି ବ୍ୟବହାର କରୁଥିଲେ। କୋଉଠିର ସିଡି? ନା କାଠର ସିଡି ପିଲେ ବ୍ୟବହାର କରୁଥିଲେ। ପ୍ରତ୍ୟେକ ବାସଗୃହ ମଧ୍ୟରେ ଗୋଟିଏ ଅଗଣା ରହୁଥିଲା, ଏବଂ ପ୍ରାଙ୍ଗଣ ଏବଂ ଅଗଣା ନିକଟରେ ଗାଧୁଆ ଘର ମଧ୍ୟ ରହୁଥିଲା। କହୁଛି କଣ? ନା ପ୍ରତ୍ୟେକ ଘର ଆଗରେ ପିଲେ ଗୋଟେ ଗୋଟେ ଅଗଣା ରହୁଥିଲା। ତା ସହିତ ସେ ଅଗଣା ଗୁଡିକ ସାଇଡରେ କଣ ହଉଥିଲା? ଗୋଟେ ଗୋଟେ ଗାଧୁଆ ଘର ମଧ୍ୟ ରଖା ହଉଥିଲା। ପ୍ରତ୍ୟେକ ଗୃହର ମଇଳା ପାଣି ଆବର୍ଜନା ଯିବା ପାଇଁ ଘର ଭିତରେ ଗୋଟେ ଛୋଟ ନାଳ ରହୁଥିଲା, ଏବଂ ରାସ୍ତାର ନାଳ ସହିତ ସଂଯୋଗ ହଉଥିଲା। ତମମାନଙ୍କୁ ଟିକେ ପୂର୍ବରୁ ପିଲେ କହିଲି। ଏବଂ କାଠରେ ନିର୍ମିତ ଘରର ଛାତ ସମତଳ ବିଶିଷ୍ଟ ଥିଲା, ଏବଂ ଶ୍ରମିକ ଶ୍ରେଣୀର ଲୋକମାନେ ଗୋଟିଏ କୋଠରୀ ବିଶିଷ୍ଟ ଛୋଟ କରି ରହୁଥିଲେ। ଯୋଉଟା କି ପିଲେ ଯୋଉ ଛାତ ଯୋଉ କରୁଥିଲେ ପିଲେ 2 ମହଲା ପାରିବା ପାଇଁ, ସେ ଯୋଉ ଛାତ ହଉଥିଲା, ଏଇ ଯୋଉ ଛାତଟା କୋଉଥିରେ ପଡୁଥିଲା? ମୋଟା ମୋଟା କାଠ ଦେଇକି ପିଲେ ସେମାନେ ଛାତଟା ପକଉଥିଲେ, ଏବଂ ଉପରକୁ ଯିବା ପାଇଁ ସିଡିର ବ୍ୟବହାର କରୁଥିଲେ। କିନ୍ତୁ ଗରିବ ଶ୍ରେଣୀର ଲୋକମାନେ ଗୋଟିଏ କିମ୍ବା 2ଟି କୋଠରୀ କରିକି ପିଲେ ବସବାସ କରୁଥିଲେ। ବୁଝିଲା ପିଲେ? ତାପରେ ଆମେ ଦେଖିବା ପିଲେ ସ୍ନାନାଗାର। କି ଗାର? ନା ସ୍ନାନାଗାର ବିଷୟରେ ଦେଖିବା। ମହେଞ୍ଜୋଦାରୋ ସହରର ଆବିଷ୍କୃତ ବୃହତ୍ ସ୍ନାନାଗାର ହରପ୍ପା ସଭ୍ୟତାର ଏକ ମୁଖ୍ୟ ଆକର୍ଷଣ ଅଟେ। ପରୀକ୍ଷାରେ ପଚାରିବା ପିଲେ, ନା ମହେଞ୍ଜୋଦାରୋ ସଭ୍ୟତାରେ କଣ ପ୍ରଥମେ ଆବିଷ୍କାର? ସବୁଠାରୁ ମୁଖ୍ୟ ଆକର୍ଷଣୀୟ ଜିନିଷର ନାଁ କଣ? ବା କାହାକୁ କେଉଁଠି ଏକ ମୁଖ୍ୟ ଆକର୍ଷଣୀୟ? ଅପସନ ଏ ଦେଇଥିବ ନା ବୃହତ୍ ସ୍ନାନାଗାର, ଅପସନ ବି ଦେଇଥିବ କଣ ମାଟିର ମୂର୍ତ୍ତି, ଅପସନ ସି ଦେଇଥିବ ପୋଡା ଇଟା, ଅପସନ ଡି ଦେଇଥିବ କଣ ନା ଏମିତି ଆଉ ଗୋଟେ କଣ ଗୋଟେ ଅପସନ ଧର, ଯାହା କିଛି ଦେଇଥିବ। ମଧ୍ୟ ଏମିତି ବି ପଚାରି ପାରେ, ନା ହରପ୍ପା ସଭ୍ୟତାରେ
ବା ସିନ୍ଧୁ ଘାଟି ସଭ୍ୟତାରେ ବୃହତ ସ୍ନାନାଗାର କେଉଁଠାରେ ଦେଖିବାକୁ ମିଳେ? କେଉଁଠି? ନା ସେଟା ହଉଛି ପିଲେ ମହେଞ୍ଜୋଦାର। କୋଉଠି? ମହେଞ୍ଜୋଦାରରେ ପିଲେ ବୃହତ ସ୍ନାନାଗାର ଦେଖିବାକୁ ମିଳିଛି। ଯଦି ଏହାର ଆମେ ଲମ୍ବା ଚଉଡା କଥା ଦେଖିବା, ଲମ୍ବାରେ ପିଲେ ହଉଛି 55 ମିଟର, ପ୍ରସ୍ତରେ ପିଲେ 33 ମିଟର, ଆଉ ଗଭୀରତା ଯଦି ଦେଖିବା, ଗଭୀରତା ହଉଛି ପିଲେ 8 ମିଟର। କେତେ ମିଟର? 8 ମିଟର। ଲେଖା ହେଇଛି ପିଲେ, ମନେ ରଖିବେ, ଏଇଟା ପରୀକ୍ଷାରେ ପଚାରେ ପିଲେ। ବୃହତ ସ୍ନାନାଗାର କେଉଁ ସ୍ଥାନରେ ଦେଖାଯାଏ? ସେଇଟା ହଉଛି ପିଲେ ମହେଞ୍ଜୋଦାର। ତାର ଲମ୍ବ କେତେ? ଲମ୍ବ ହଉଛି 55 ମିଟର, ପ୍ରସ୍ତ ହଉଛି 33 ମିଟର ଏବଂ ଗଭୀରତା ଥିଲା ପିଲେ 8 ମିଟର। ଏହାକୁ ଏ ଭିତରକୁ ପିଲେ ଲାଇକ୍ ପିଲେ ପୋଖରୀ ଭଳିଆ, ବୁଝୁଛ ନା? ତମେ ଯୋଉଟା କି ବର୍ତ୍ତମାନ ଏବେ ଆଧୁନିକ ଯୁଗରେ ସୁଇମିଂ ପୁଲ ବୋଲି କୁହାଯାଏ ପିଲେ, ହେଲା, ସେ ସମୟରେ ଏଇଟା ପିଲେ ସୁଇମିଂ ପୁଲ ଥିଲା। ଭିତରକୁ ଯିବା ପାଇଁ ପିଲେ ପାହାଚ ସବୁ ଥିଲା। ପାହାଚ ଗୁଡିକ ପିଲେ ଏହାର କାନ୍ଥ ଓ ପାହାଚ ଗୁଡିକ ମଧ୍ୟ ପୋଡା ଇଟାରେ ତିଆରି କରାଉଥିଲା। ଏଇ ଯୋଉ ସ୍ନାନାଗାର ନିର୍ମାଣ କରାଯାଇଥିଲା ପିଲେ, ଏଇ ଯୋଉ ସ୍ନାନାଗାରଟା କୋଉଥିରେ ନିର୍ମାଣ କରାଯାଇଥିଲା? ନା ପୋଡା ଇଟାରେ ନିର୍ମାଣ କରାଯାଇଥିଲା। ବୁଝିଲେ ନା ନାଇଁ? ସ୍ନାନାଗାରର ଉପରି ଭାଗରେ ଗୋଟେ କୂଅ ରହୁଥିଲା। କୂଅରେ ଯଦି ଦୂଷିତ ମାନେ କୂଅ ଯଦି ପାଣି ଯଦି ଖରାପ ହେଇଯାଉଥିଲା, ଦୂଷିତ ହେଇଯାଉଥିଲା, ସେ ମାନେ ସେଇ ଯୋଉ ସ୍ନାନାଗାରର ଜଳ ଯଦି ଦୂଷିତ ହେଇଯାଉଥିଲା, ତେବେ ସେଇ ଦୂଷିତ ଜଳକୁ ନିଷ୍କାସନ କରି ସେଇ କୂଅରୁ ଜଳ ଆଣି ଏଥିରେ ପୁଣି ଥରେ ଭର୍ତ୍ତି କରାଯାଉଥିଲା ପିଲେ, ହେଲା। ସ୍ନାନାଗାର ଉପରେ କଣ କହିଲା ଏଠି ଦେଖ, ନା ସ୍ନାନାଗାର ଉପରି ଭାଗରେ ଏକ କୂଅ ରହିଥିଲା। ଏହି କୂଅରୁ ଜଳ ନଳ ସାହାଯ୍ୟରେ ସ୍ନାନାଗାର ଭିତରେ ଭର୍ତ୍ତି କରାଉଥିଲା। ଜଳ ନିଷ୍କାସନ ପାଇଁ ସ୍ନାନାଗାର ନିମ୍ନ ଭାଗରେ ଏକ ନାଳ ମାଟି ତଳେ ବହୁ ଦୂରକୁ ଲମ୍ବି ରହିଥିଲା, ଯାହା ଦ୍ୱାରା ଦୂଷିତ ଜଳ ନିଷ୍କାସିତ ହେଉଥିଲା ଏବଂ ସ୍ନାନାଗାର ଚାରି ପାଖରେ ଛୋଟ ଛୋଟ କୋଠରୀ ମାନ ଥିଲା। ତେବେ ଜଳ ନିଷ୍କାସନ କେମିତି କରାଉଥିଲା? ତୁମାନେ ତ ନିଶ୍ଚିତ ଭାବେ ଜାଣିପାରିଲ ନା। ଯୋଉ ସୁଇମିଂ ପୁଲ ଥିଲା, ଯୋଉ ବା ବୃହତ ସ୍ନାନାଗାର ଥିଲା, ତା ଉପରେ ଗୋଟେ କୂଅ ଥିଲା। ସେ କୂଅରୁ ପିଲେ ଗୋଟେ ନାଳ ସାହାଯ୍ୟରେ ଏଇଠିକୁ ପାଣି ଅଣାଉଥିଲା। ଏଇଠିର ପାଣି ଦୂଷିତ ହେଇଗଲା ପରେ ଏଇଟା ଗୋଟେ ଛୋଟ ପାଇପ ଦେଇ କଣ ଡ୍ରେନେଜ ଭଳିଆ କରିବା ପାଇଁ ଗୋଟେ ଲମ୍ବା ପାଇପ ରହୁଥିଲା, ଯୋଉଟା କି ପାଣିକୁ ବହୁତ ଦୂର ପର୍ଯ୍ୟନ୍ତ ନେଇକି କଣ କରୁଥିଲା? ଛାଡି ଦିଆଯାଉଥିଲା। ଏବଂ ତା ସହିତ ସେଇ ଯୋଉ ବୃହତ ସ୍ନାନାଗାର ଥିଲା, ତା ଚାରି ସାଇଡରେ ବି ଛୋଟ ଛୋଟ କୋଠରୀ ଥିଲା। କୋଉଥିପାଇଁ? ନା ଏଥିରେ ଯୋଉ ଜଳ କ୍ରୀଡା ଯୋଉ କରାଯାଉଥିଲା, ଏଥିରେ ଯୋଉ ଜଳ କ୍ରୀଡା ଯୋଉ କରୁଥିଲେ, ସେମାନେ କଣ କରିବେ? ନା ସେଥିରେ ପୋଷାକ ପରିବର୍ତ୍ତନ କରିବେ। କଣ କରିବେ? ନା ପୋଷାକ ପରିବର୍ତ୍ତନ କରିବେ ବୋଲି ସେଇ କଣ କରାଯାଉଥିଲା? ନା ସେଇ କୋଠରୀ ଗୁଡିକର ନିର୍ମାଣ କରାଯାଇଥିଲା। ବୁଝିଲାନି? ତାପରେ ପିଲା ଆମେ ଦେଖିବା ନା ଶସ୍ୟ ଭଣ୍ଡାର। ହରପ୍ପାର ସୁରକ୍ଷିତ ଭାଗରେ ଉତ୍ତର ଦିଗକୁ ଗୋଟିଏ ବିରାଟ ଶସ୍ୟାଗାର ଥିଲା। ପଚାରିବ ପିଲେ, ନା ମହେଞ୍ଜୋଦାରରେ ଥିଲା? ମନେ ରଖିବ, ଦେଖ, ମହେଞ୍ଜୋଦାରରେ ଥିଲା ପିଲେ ବୃହତ ସ୍ନାନାଗାର, ହରପ୍ପାରେ ଥିଲା ନା ଏକ ବିରାଟ ଶସ୍ୟାଗାର ବା ବୃହତ ଶସ୍ୟାଗାର। ଏହା ମଧ୍ୟ ଲମ୍ବ ହଉଛି 66 ମିଟର, ପ୍ରସ୍ତ ହଉଛି 16 ମିଟର। ଲମ୍ବଟା କେତେ? ଲମ୍ବଟା ହଉଛି 66 ମିଟର, ପ୍ରସ୍ତଟା ହଉଛି 16 ମିଟର। ଏହା ମଧ୍ୟରେ ଦୁଇଟି ପ୍ରକୋଷ୍ଠ ଥିଲା, ମାନେ ଦିଟା କୋଠରୀ। ବୁଝୁଛ ନା ନାଇଁ? ଏଇ ଦୁଇ ପ୍ରକୋଷ୍ଠ ମଧ୍ୟରେ ଚଉଡା ଯାତାୟାତ ପଥ ମଧ୍ୟ ଥିଲା। ସେ ଭିତରେ ଚଲାବୁଲା କରିବା ପାଇଁ ରାସ୍ତା ମଧ୍ୟ ଥିଲା ପିଲେ। ଏହି ବୃହତ ଶସ୍ୟାଗାରର ଦକ୍ଷିଣ ଦିଗରେ କେତେକ ଗୋଲାକାର ଚଟାଣ ଦେଖିବାକୁ ମିଳିଛି। ସେ ଶସ୍ୟାଗାର ଭିତରେ କେତେକ ଗୋଲାକାର ଚଟାଣ, ଯୋଉଟା କି ଖାଦ୍ୟ ଗୁଡିକ ଷ୍ଟୋର କରି ରଖାଯାଉଥିଲା। ଏହି ଚଟାଣ ଗୁଡିକ ଶସ୍ୟ ଅମଳ କରିବା ପାଇଁ ବ୍ୟବହାର କରାଯାଉଥିଲା। ସେଥିରେ କଣ ନା ଶସ୍ୟ ଗୁଡିକ ଅମଳ କରିକି ଆଣି ସାରିଲା ପରେ, ମାନେ କ୍ଷେତ ବା ଜମିରୁ ଆଣି ସାରିଲା ପରେ ସେ ସ୍ଥାନରେ ପିଲେ କଣ କରି ରଖାଯାଉଥିଲା? ନା ଷ୍ଟୋର କରିକି ରଖିବା ପାଇଁ ସାହାଯ୍ୟ କରାଯାଉ ବା ତାକୁ ସାହାଯ୍ୟ କରାଯାଉଥିଲା ବା ତାହାର ସାହାଯ୍ୟ ନିଆଯାଉଥିଲା ପିଲେ, ହେଲା। ମହେଞ୍ଜୋଦାରୋ ଠାରେ ଏକ ମଧ୍ୟ କଣ ହଉଛି? ବିଶାଳ ଶସ୍ୟାଗାର ମିଳିଛି। ଯେମିତି ହରପ୍ପାରେ ଏକ ବିରାଟ ଶସ୍ୟାଗାର ମିଳିଛି, ଯାହାର ଲମ୍ବ ହଉଛି କେତେ କହିଲା? ନା 66 ମିଟର ଏବଂ ପ୍ରସ୍ତ କେତେ କହିଲା? ପ୍ରସ୍ତ 16 ମିଟର। ଠିକ ସେଇଭଳି ପିଲେ ମହେଞ୍ଜୋଦାରୋରେ ମଧ୍ୟ ଏକ ବିରାଟ ଶସ୍ୟାଗାର ମିଳିଛି, ଯାହାକି ପିଲେ ଲମ୍ବ ହଉଛି 48 ମିଟର ଏବଂ 15 ମିଟର ଚଉଡା। ଲମ୍ବ, ଏଇଟା ହଉଛି ପ୍ରସ୍ତ, ଏଇଭଳି ଦେଖାଯାଇଛି ପିଲେ, ହେଲା। ବର୍ତ୍ତମାନ ଇମ୍ପୋର୍ଟାଣ୍ଟ ଜିନିଷଟା ମନେ ରଖିବ, ନା କାଲିବନ ଗାଁ ଠାରେ ଗୋଟିଏ ଶସ୍ୟାଗାର ଦେଖିବାକୁ ମିଳିଛି। କୋଉଠି? କାଲିବନ ବୋଲି ଗୋଟେ ଗାଁ, ସେଇଠି ପିଲେ କଣ ଦେଖିବାକୁ ମିଳିଛି? ଗୋଟେ ଶସ୍ୟାଗାର ଦେଖିବାକୁ ମିଳିଛି ପିଲେ। ତାପରେ ପିଲେ ଦେଖିବା ଆମେ ସଭାଗୃହ। କଣ ଦେଖିବା? ନା ସଭାଗୃହ। ମହେଞ୍ଜୋଦାରୋ ନଗର ମଧ୍ୟରେ 70 ମିଟର ଲମ୍ବ ଓ 23 ମିଟର ପ୍ରସ୍ତ ବିଶିଷ୍ଟ ଏକ ପ୍ରକାଣ୍ଡ ଗୃହ ହରପ୍ପା ସଭ୍ୟତାର ସଭାଗୃହ ବୋଲି ବିଶ୍ୱାସ ମନେ କରାଯାଏ। କୋଉଠି ଦେଖାଯାଇଥିଲା? ନା ମହେଞ୍ଜୋଦାରୋ ଗୋଟେ ସଭାଗୃହ ଦେଖିବାକୁ ମିଳିଥିଲା, ଯୋଉଟା କି ପିଲେ ଲମ୍ବାରେ 70 ମିଟର, ପ୍ରସ୍ତରେ ପିଲେ 23 ମିଟର ଥିଲା। କାହାକି? ହରପ୍ପା ସଭ୍ୟତାର ସବୁଠାରୁ ବଡ
ସଭ୍ୟତାର ସଭାଗୃହ, ଯୋଉଟା ସେମାନେ ମିଟିଂ ଫିଟିଂ ଆଦି କାର୍ଯ୍ୟ କରୁଥିଲେ, ସେଇ ଗୃହ ପିଲେ ଦେଖାଯାଇଅଛି ବୋଲି ସେମାନେ ଐତିହାସିକକାର ମାନେ କହିଛନ୍ତି। ଏଥିରେ ପିଲେ ନା 25ଟି ଖମ୍ବ ବିଶିଷ୍ଟ ପୋଡା ଇଟାରେ ନିର୍ମିତ ଗୃହ ଥିଲା। ଏଇ ଘର ଯୋଉ ନିର୍ମାଣ କରାଯାଇଥିଲା କୋଉ ଇଟାରେ ନା ପୋଡା ଇଟାରେ ପିଲେ। ଏବଂ ଏହା କେତେ କୋଠରୀ ବିଶିଷ୍ଟ ନା 5 କୋଠରୀ ବିଶିଷ୍ଟ। 5ଟା ଭାଗ ହେଇଥିଲା, 5 କୋଠରୀ ବିଶିଷ୍ଟ ପିଲେ ଘର ଦେଖିବାକୁ ମିଳିଛି। ତେଣୁକରି ଇଏ ସବୁଠାରୁ ବଡ ସଭାଗୃହ। ତା ସହିତ ଆମେ ଦେଖିବା ସେ ସମୟର ସାମାଜିକ ଜୀବନ। କି ଜୀବନ ନା ସେ ସମୟର ସାମାଜିକ ଜୀବନ କଣ ଥିଲା ନା ଜୀବିକା ଅନୁଯାୟୀ ହରପ୍ପା ସଭ୍ୟତାର ଲୋକମାନଙ୍କର ସାମାଜିକ ଜୀବନ ରାଜନୈତିକ ଜୀବନ ସହିତ ପରିଚାଳିତ ହେଉଥିବାର ଅନୁମାନ କରାଯାଏ। କହୁଛନ୍ତି କଣ ନା ଜୀବିକାକୁ ଆଧାର କରି ଯେଉଁ କାର୍ଯ୍ୟ କରୁଥିଲା ସେ ଅନୁସାରେ, ମାନେ କୌଣସି ଲୋକ ଯଦି ମାଟି ହାଣ୍ଡି ତିଆରି କରୁଥିଲା, ସେ ଜୀବିକା ଅନୁସାରେ ପିଲେ ସେ ନିଜକୁ କଣ କରୁଥିଲା, ନିଜର ଜୀବନକୁ ପରିଚାଳିତ କରୁଥିଲା। ତା ସହିତ ସଭ୍ୟତାର ପିଲେ ସାମାଜିକ ରାଜନୈତିକ ଜୀବନରେ ମଧ୍ୟ ପରିଚାଳିତ ହେଉଥିଲା। ଦେଖିବା କଣ କଣ ସେ ମଧ୍ୟରୁ ଗୋଟେ ଦେଖିବା ପିଲେ କୃଷି କାର୍ଯ୍ୟ। କି କାର୍ଯ୍ୟ? କୃଷି କାର୍ଯ୍ୟ। ନା ହରପ୍ପା ସଭ୍ୟତାର ଆଦିବାସୀ ମାନେ କଣ କରୁଥିଲେ ନା କୃଷିକୁ ମୁଖ୍ୟ ଜୀବିକା ରୂପେ ଗ୍ରହଣ କରୁଥିଲେ। କାରଣ ଧୀରେ ଧୀରେ ଯେତେବେଳେ ସେମାନେ କୃଷି କାର୍ଯ୍ୟ ପ୍ରଥମେ ଜାଣିଲେ, ସେମାନେ ଗୋଟିଏ ସ୍ଥାନରେ ବସବାସ କରିବାକୁ ଆରମ୍ଭ କଲେ। ତେଣୁକରି ତାହାଙ୍କର ପ୍ରଥମ କଣ ଥିଲା ନା ପ୍ରଥମ ଜୀବିକା ଥିଲା ପିଲେ କୃଷି। ଏମାନେ ପ୍ରଧାନତଃ ଗହମ, ଯଅ, କପା ଆଦି ଚାଷ କରୁଥିଲେ। ଗହମ ଓ ଯଅରୁ ଅଟା ପ୍ରସ୍ତୁତ କରି ସେମାନେ ରୁଟି କରି ଖାଉଥିଲେ ପିଲେ। ସେମାନେ କଣ କରୁଥିଲେ ନା ରୁଟି କରି ଖାଉଥିଲେ। ହେଲା ପିଲେ, କଣ କରି ଖାଉଥିଲେ ନା ରୁଟି କରି ଖାଉଥିଲେ ପିଲେ ସେମାନେ। ଏହା ବ୍ୟତୀତ ଫଳ, ମାଛ, ମାଂସ, ଅଣ୍ଡା ଖାଉଥିଲେ। ଏପରିକି ଖଜୁରୀ କୋଳି ଏମାନଙ୍କର ସବୁଠାରୁ ପ୍ରିୟ ଖାଦ୍ୟ ଥିଲା। ଏଗୁଡିକ ତା ଚାଷ କରିକି ଖାଉଥିଲେ। ତା ସହିତ ପିଲେ ସେମାନେ ଫଳ, ମାଛ, ମାଂସ, ଅଣ୍ଡା ଆଦି କଣ କରୁଥିଲେ ନା ଖାଉଥିଲେ। ସେମାନେ ସବୁଠୁ ଯୋଉ ଫଳ ଆଦି ସଂଗ୍ରହ କରିକି ଖାଉଥିଲେ, ସେଇ ଫଳ ମାନଙ୍କ ମଧ୍ୟରୁ ସବୁଠାରୁ ଫେଭରାଇଟ ଥିଲା ପିଲେ ଖଜୁରୀ କୋଳି। କଣ ନା ଖଜୁରୀ କୋଳି। ଏହା ଥିଲା ପିଲେ ସେମାନଙ୍କର କୃଷି। ତାପରେ ଆମେ ଦେଖିବା ପିଲେ ପୋଷାକ ପରିଚ୍ଛଦ ଓ ଅଳଙ୍କାର। ସେମାନେ କଣ ପିନ୍ଧୁଥିଲେ, ସେମାନେ କଣ ବସ୍ତ୍ର ପରିଧାନ କରୁଥିଲେ। ଆଦିମ ମାନବ ତ ପିଲେ ଗଛର ପକଳ ଆଉ ପଶୁ ଚମଡା ବ୍ୟବହାର କରୁଥିଲା, କିନ୍ତୁ ଏଇ ସଭ୍ୟତାର ଲୋକମାନେ କଣ ପିନ୍ଧିଲେ? ଯଦି ସେମାନେ ପିଲେ ଅନୁମାନ କର, ସେମାନେ ଯଦି କପା ଚାଷ କରୁଥିଲେ, ଯଦି ସେ କପା ଚାଷ ନିର୍ମାଣ ମାନେ ଯଦି କପା ଚାଷ କରୁଥିଲେ, ସେମାନେ କପାରେ ତିଆରି ନିଶ୍ଚିତ ରୂପରେ ପିଲେ ବସ୍ତ୍ର ପରିଧାନ କରୁଥିବେ। ତେବେ ଦେଖିବେ ଆଗକୁ କଣ ନା ହରପ୍ପା ସଭ୍ୟତାର ଆଦିବାସୀ ମାନେ କପା ଓ ପଶମ ତିଆରି ଲୁଗା ବ୍ୟବହାର କରୁଥିଲେ। ଦେଖିଲ ପିଲେ, ଏଇ ସଭ୍ୟତାର ପିଲେ ଲୋକମାନେ ବା ଏଇ ସଭ୍ୟତାରୁ ଧୀରେ 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 କଣ ହେଲା, ଲୋକମାନେ ପୋଷାକ ବ୍ୟବହାର କଲେ। କୋଉ ପୋଷାକ? ପୁଣି ନା କପା ଆଉ ପଶମ ବସ୍ତ୍ର ବ୍ୟବହାର କଲେ। ଲୁଗା ଉଭୟ ପୁରୁଷ ଓ ନାରୀ ମାନେ ପିଲେ ପିନ୍ଧୁଥିଲେ। ଲୁଗା ଯୋଉ କହୁଛ ପିଲେ, ସେ ଲୁଗାଟି ଉଭୟ ପୁରୁଷ ମାନେ ପିନ୍ଧୁଥିଲେ ଏବଂ ନାରୀ ମାନେ ମଧ୍ୟ ପିନ୍ଧୁଥିଲେ ପିଲେ। ପୁରୁଷ ମାନେ ଲୁଙ୍ଗି ପରି ଲୁଗା ପିନ୍ଧୁଥିଲେ, ସ୍ତ୍ରୀ ଲୋକମାନେ ଘାଗରା ପରି ଲୁଗା ପିନ୍ଧିବାକୁ ଭଲ ପାଉଥିଲେ ପିଲେ। ଲୁଙ୍ଗି ଭଳିଆ ପୁରୁଷ ଲୋକମାନେ ପିନ୍ଧୁଥିଲେ ଏବଂ ସ୍ତ୍ରୀ ଲୋକମାନେ ଘାଗରା ଭଳିଆ ପିନ୍ଧୁଥିଲେ। ନାରୀ ଓ ପୁରୁଷ ଉଭୟ ବିଭିନ୍ନ ଅଳଙ୍କାର ପରିଧାନ କରୁଥିଲେ, ଯେମିତିକି ହାର, ମୁଦି, ଅଣ୍ଟା ସୂତା, ବାଜୁବନ୍ଧ, ବଳା, କାନଫୁଲ, ନାକଫୁଲ ଇତ୍ୟାଦି ପିଲେ ପିନ୍ଧୁଥିଲେ। ଏବଂ ଧନୀ ଶ୍ରେଣୀର ଲୋକମାନେ, ଯୋଉମାନେ ଧନୀ ବଣିକ ବ୍ୟବସାୟ ଲୋକମାନେ, ସେମାନେ ସୁନା ରୂପା ହାଡରେ ତିଆରି ଅଳଙ୍କାର ପିନ୍ଧୁଥିଲେ। କିନ୍ତୁ ଗରିବ ଶ୍ରେଣୀର ଲୋକମାନେ ପିଲେ ସେମାନେ ସୁନା ରୂପା ଆଦିକୁ ବ୍ୟବହାର କରିପାରୁନଥିଲେ। ସେମାନେ ତମ୍ବା, ହାଡ, ପହଳା, ମାଟି ନିର୍ମିତ ଅଳଙ୍କାର ଆଦି ପରିଧାନ କରୁଥିଲେ ପିଲେ। ସେଇଭଳି ପୁରୁଷ ମାନେ ପିଲେ ଲମ୍ବା କେଶ ଓ ଦାଢି ରଖୁଥିଲେ। ସ୍ତ୍ରୀ ଲୋକମାନେ ହାତୀ ଦାନ୍ତ ଓ ଶିଙ୍ଗରେ ତିଆରି ପାନିଆ ଆଦି ମୁଣ୍ଡ କଣ୍ଟା ଆଦି ବ୍ୟବହାର କରୁଥିଲେ। ମୁଣ୍ଡ କଣ୍ଟା ତ ମାନେ ଝିଅ ପିଲା ଗୁଡାକ ସେମାନେ ନିଶ୍ଚିତ ମୁଣ୍ଡ କଣ୍ଟା କଣ ଜାଣିଥିବ ପିଲେ। ହେଲେ ପିଲେ ସେଇ ଜିନିଷଟାକୁ ସେମାନେ ବ୍ୟବହାର କରୁଥିଲେ। ତାପରେ ଆମେ ଦେଖିବା ପିଲେ ଶିଳ୍ପ କଳା ବିଷୟରେ ଦେଖିବା। କୋଉ କଳା ନା ଶିଳ୍ପ କଳା। ଯଦି ସେ ସମୟରେ ଯେକୌଣସି ଧାତୁର ବ୍ୟବହାର ହଉଥିଲା, ତେବେ କେଉଁ କେଉଁ ସବୁ ଧାତୁର ବ୍ୟବହାର ହଉଥିଲା ସେ ସମୟରେ ଆମେ ଟିକେ ଦେଖିବା ପିଲେ। ସେମାନେ ଯୋଉ ଧାତୁରେ ନିର୍ମାଣ ବିଭିନ୍ନ ପ୍ରକାର କଣ କରୁଥିଲେ, ସୁବର୍ଣ୍ଣ ଅଳଙ୍କାର ସହିତ କଣ କରୁଥିଲେ, ରୋଷେଇ ସାମାନ ଗୁଡିକ ମଧ୍ୟରେ ନିଜର ଅସ୍ତ୍ରଶସ୍ତ୍ର ମଧ୍ୟ କଣ କରୁଥିଲେ, ତିଆରି କରୁଥିଲେ। ସୁନା, ରୂପା, ତମ୍ବା, ଟିଣ, ଆଦୁଅ ଏବଂ ଦସ୍ତା ଧାତୁରୁ ବିଭିନ୍ନ ପ୍ରକାର ପଦାର୍ଥ ନିର୍ମାଣ କରୁଥିଲେ। ଗୃହ ଉପକରଣ ଯଥା ଥାଳି, ପାତ୍ର, ଗରା, କୁଣ୍ଡ, କ୍ଷୁର, ଛୁଞ୍ଚି, ଦା, ଖଣ୍ଡା, କଣ ତୀର, ବର୍ଛା ଗୁଡିକ ସେମାନେ ଧାତୁରେ ନିର୍ମାଣ କରୁଥିଲେ। ସାଧାରଣତଃ ମୁଁ ତମମାନଙ୍କୁ ଗୋଟେ ଏକ୍ସଟ୍ରା କହିଦଉଛି ନା, ଏମାନେ କଣ କରୁଥିଲେ ପିଲେ ନା ତମ୍ବା ଆଉ ଟିଣକୁ ମିଶେଇକି, କଣ ତମ୍ବା ଆଉ ଟିଣକୁ ମିଶେଇ
ଗୋଟେ ପିଲେ ଧାତୁ ନିର୍ମାଣ କରୁଥିଲେ ଯାହାର ନାଁ ଥିଲା ପିଲେ ବ୍ରୋଞ୍ଜ। କଣ ଥିଲା? ବ୍ରୋଞ୍ଜ ବା ଯାହାକୁ କୁହାଯାଏ କାଂସ୍ୟ। କଣ? କାଂସ୍ୟ। ବୁଝୁଛ ନା ନାଇଁ? କାଂସ୍ୟ। ତେଣୁକରି ଏଇ ଯୁଗରେ ଏଇ କାଂସ୍ୟର ବ୍ୟବହାର ଅଧିକ ହେଇଥିବାରୁ ଏହାର ଅନ୍ୟ ନାମ ହଉଛି ପିଲେ, ଏଇ ସଭ୍ୟତାର ଅନ୍ୟ ନାଁ ହଉଛି କାଂସ୍ୟ ଯୁଗୀୟ ସଭ୍ୟତା। କି ସଭ୍ୟତା? ନା କାଂସ୍ୟ ଯୁଗୀୟ ସଭ୍ୟତା। କେତେକ କାରିଗର କଂସାର ମୂର୍ତ୍ତି ଓ ଅଳଙ୍କାର ମାନେ ମଧ୍ୟ ନିର୍ମାଣ କରୁଥିଲେ ବା ତିଆରି କରୁଥିଲେ। ହେଲା ପିଲେ, ବିଭିନ୍ନ ପ୍ରକାର ମୂର୍ତ୍ତି ମଧ୍ୟ ଦେଖା ଯାଉଥିଲା କଂସାର ମାନେ ସେ ବ୍ରୋଞ୍ଜର ହେଲା। ଏବଂ ହରପ୍ପା ସଭ୍ୟତାର ପ୍ରଧାନ ଶିଳ୍ପ ଥିଲା ପିଲେ ମାଟି ପାତ୍ର ନିର୍ମାଣ। କି ନିର୍ମାଣ? ନା ମାଟି ପାତ୍ରକୁ ସେମାନେ ନିର୍ମାଣ କରୁଥିଲେ। ଚକ ବ୍ୟବହାର କରି ଅନେକ ସୁନ୍ଦର ସୁନ୍ଦର ମାଟି ପାତ୍ର ନିର୍ମାଣ କରୁଥିଲେ। ସେଇ ଯୋଉ ମାଟି ପାତ୍ର ନିର୍ମାଣ କରୁଥିଲେ, ତାହେଲେ ସେଇଟା କୋଉଥିରେ ନିର୍ମାଣ କରୁଥିଲେ? ଯୋଉ ଚକର ବ୍ୟବହାର ସେମାନେ ଜାଣିଲେ ଧୀରେ ଧୀରେ ସେଇ ସମୟରେ ପିଲେ ଚକର ବ୍ୟବହାର ଜାଣିବା ଦ୍ୱାରା ସେମାନେ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର କଣ କରିଥିଲେ? ନା ମାଟିର ପାତ୍ର ନିର୍ମାଣ କରୁଥିଲେ। ମାଟି ପାତ୍ର ପାଇଁ ହରପ୍ପା ସଭ୍ୟତା ପିଲେ ସବୁଠାରୁ କଣ ଥିଲା? ଫେମସ ଥିଲା। ମାଟିରେ ବିଭିନ୍ନ ପ୍ରକାର ଉପକରଣ ଯେମିତିକି ପିଲେ ହାଣ୍ଡି, ମାଠିଆ, ସୁରେଇ, ଥାଳି, ପିଆଲା ପ୍ରଭୃତି ଗଢି ସେଥିରେ ନାନା ପ୍ରକାର ଚିତ୍ର ଆଙ୍କୁଥିଲେ ଏବଂ ସେଗୁଡାକୁ ନାନା ରଙ୍ଗରେ କଣ କରୁଥିଲେ? ଚିତ୍ରଣ କରୁଥିଲେ। ତାକୁ ଆଉ ଟିକେ ସୁନ୍ଦର କରିବା ପାଇଁ, ଅଧିକ ଆଉ ଟିକେ କଣ କରିବା ପାଇଁ? କଣ? ଆଉ ଟିକେ ସୁନ୍ଦର କରିବା ପାଇଁ, ଯେମିତି ଭଲ ଲାଗିବ। ବୁଝିଛ ନା ନାଇଁ? ସେଇଭଳି ସେମାନେ ସେ ମାଟି ପାତ୍ର ଗୁଡିକ ନିର୍ମାଣ କରୁଥିଲେ। ପିଲାମାନଙ୍କର ଖେଳନା, ଚକ ଥିବା ଛୋଟ ଛୋଟ ଗାଡି, ବିଭିନ୍ନ ପଶୁ ପକ୍ଷୀ, ମଣିଷ, ହୁଇସିଲ ଆଦି ପିଲେ ମାଟିରେ ତିଆରି କରୁଥିଲେ ଏବଂ ତାହାକୁ କଣ କରୁଥିଲେ? ରଙ୍ଗ ଦଉଥିଲେ। ଏହା ଥିଲା ପିଲେ ସେମାନଙ୍କର ଶିଳ୍ପ କଳାର ନିଦର୍ଶନ। ତାପରେ ପିଲେ ଆମେ ଦେଖିବା ନା ମୋହର ବା ସିଲ୍। ଟିକେ ପୂର୍ବରୁ ଆମେ ଯୋଉ ଆଲୋଚନା କରିଥିଲେ ନା ମେସୋପଟାମିଆର ଉର ଆଉ କି ସ୍ଥାନରୁ କଣ କରାଥିଲା? ନା ଏଇ ମୋହର ଦେଖିକି ସେମାନେ ଜାଣି ପାରୁଥିଲେ। ସେଇଥିର ପ୍ରମାଣ ମିଳିଛି। କାରଣ ମେସୋପଟାମିଆ ସହିତ ସିନ୍ଧୁ ସଭ୍ୟତା କଣ କରୁଥିଲା? ନା କଣ କରୁଥିଲା? କମ୍ୟୁନିକେସନ କରୁଥିଲା, ଯୋଗାଯୋଗ କରୁଥିଲା ବା ବାଣିଜ୍ୟ ବ୍ୟବସାୟ କରୁଥିଲା। ସେଇଥିର ପ୍ରମାଣ ମିଳିଛି। କୋଉଥିରୁ? ନା ଏ ମୋହର ଗୁଡିକୁ। ସେଇ ମୋହର ଗୁଡିକ ବିଷୟରେ ପିଲେ ଦେଖିବା। ମୋହର କଣ? ନା ହରପ୍ପା ସଭ୍ୟତାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ପୋଡା ମାଟି ମୋହର ମିଳିଛି। ତାହେଲେ ସେ ମୋହର ଗୁଡିକ କୋଉଥିରେ ନିର୍ମାଣ କରାଯାଉଥିଲା? ପୋଡା ମାଟିରେ ନିର୍ମାଣ କରାଯାଉଥିଲା। ମୋହର ଗୁଡିକରେ ବୃଷଭ, ଗୟଳ, ମଇଁଷି, ହସ୍ତୀ, ସର୍ପ, କୁମ୍ଭୀର, ବିଭିନ୍ନ ପ୍ରକାର ବହୁ ବୃକ୍ଷ ତଥା ବହୁ ନାରୀ ମୂର୍ତ୍ତି, ଯୋଗାସନ ମୂର୍ତ୍ତି ଆଦି ଦେଖିବାକୁ ମିଳିଛି। ସେମାନଙ୍କର ପିଲେ ମୋହର ଗୁଡିକ ଏମିତି ନିର୍ମାଣ କରାଯାଉଥିଲା। ଉପରେ ଏମିତି କଣ ଗୋଟେ ତାଙ୍କ କଣ ଗୋଟେ ଏମିତି ଭାଷାରେ ସେମାନେ ଲେଖୁଥିଲେ। ତଳେ ପିଲେ ବିଭିନ୍ନ ପ୍ରକାର କଣ? ନା ପଶୁ ପକ୍ଷୀଙ୍କର ଚିତ୍ର ଦେଖିବାକୁ ମିଳୁଥିଲା ପିଲେ। ହେଲା। ମୋହର ଗୁଡିକରେ ଥିବା ଲିପି ସେମାନଙ୍କର ଧର୍ମ, ବାଣିଜ୍ୟ ଓ ସାମାଜିକ ବ୍ୟବସ୍ଥାର ସୂଚନା ଦଉଥିଲା। ମୋହର ଗୁଡିକରେ ଟିକେ ପୂର୍ବରୁ କହିଲେ ଏମିତି ସେମାନେ କଣ କଣ ସବୁ ଲେଖୁଥିଲେ ଚିତ୍ର ମାଧ୍ୟମରେ, ସେଗୁଡିକ ପିଲେ କଣ? ନା ବିଭିନ୍ନ ପ୍ରକାର ସାମାଜିକ ବାଣିଜ୍ୟିକ ବ୍ୟବସ୍ଥାର କଣ କରୁଥିଲା? ପରିଚୟ ପ୍ରଦାନ କରୁଥିଲା ପିଲେ। ତାପରେ ଦେଖିବା ଆମେ ବାଣିଜ୍ୟ। ସେମାନେ ଯୋଉ ବାଣିଜ୍ୟ ବ୍ୟବସାୟ କରୁଥିଲେ, କାହା ସହିତ କରୁଥିଲେ? କିଭଳି କରୁଥିଲେ? ନା ହରପ୍ପାର ଲୋକମାନେ ବଳକା ଶସ୍ୟ, ବିଭିନ୍ନ ଅଳଙ୍କାର, ମାଟି ପାତ୍ର ଇତ୍ୟାଦିକୁ ଯୋଉ ନିର୍ମାଣ କରୁଥିଲେ, ତାହାକୁ ପିଲେ ବିକ୍ରି ବଟା କରୁଥିଲେ, ବାଣିଜ୍ୟ କରୁଥିଲେ। ସେମାନେ ଭାରତ ଭିତରେ ଓ ଭାରତ ବାହାରେ ଦେଶ ମାନଙ୍କର ଯେମିତିକି ଆଫଗାନିସ୍ତାନ, ମେସୋପଟାମିଆ ଆଦି ଅଞ୍ଚଳକୁ ଯାଇ ପିଲେ ସେମାନେ କଣ କରୁଥିଲେ? ନା ବେପାର ବାଣିଜ୍ୟ କରୁଥିଲେ। କଣ କରୁଥିଲେ? ନା ବେପାର ବାଣିଜ୍ୟ ଆଦି କାର୍ଯ୍ୟ କରୁଥିଲେ ପିଲେ। ତାପରେ ଦେଖିବା ପିଲେ ଲିପି। ସେମାନଙ୍କର ଲିପି କଣ ଥିଲା? ଲିପିର ଅର୍ଥ ହଉଛି ପିଲେ ତମର ଲିପି ପ୍ରଧାନ, ଲିପି ନାୟକ, ଲିପି ସେଇଟା ନାହିଁ ପିଲେ। ଲିପିର ସାଧାରଣ ଭାବରେ ଅର୍ଥ ହଉଛି ନା ଆମେ ବର୍ତ୍ତମାନ ଯୋଉ କଥା କହୁଛୁ ସେଇଟା ହଉଛି ପିଲେ ଭାଷା। ଭାଷାର ଲିଖିତ ରୂପକୁ ପିଲେ କଣ ବୋଲି କୁହାଯାଏ? ଲିପି ବୋଲି କୁହାଯାଏ। କଣ ବୋଲି କୁହାଯାଏ? ଲିପି ବୋଲି କୁହାଯାଇଥାଏ। ତେବେ ସେ ଲିପି ସେ ସମୟରେ ଯୋଉ ସେମାନେ ଲିପି ବ୍ୟବହାର କରୁଥିଲେ, ସେ ଲିପି ବିଷୟରେ ବର୍ତ୍ତମାନ ଆମେ ଆଲୋଚନା କରିବା। ନା ହରପ୍ପା ସଭ୍ୟତାର ଆଦିବାସୀ ମାନେ ଛବି ଲିପି ବ୍ୟବହାର କରୁଥିବାର ପ୍ରମାଣ ମୋହର ଗୁଡିକୁ ମିଳିଛି ବା ମୋହର ଗୁଡିକର ମିଳିଥିବା ଚିହ୍ନରୁ ପିଲେ ଦେଖାଯାଏ। କୋଉଥିରେ? ନା ଛବି ଲିପି। ଛବି ମାଧ୍ୟମରେ ପିଲେ ଚିତ୍ର ମାଧ୍ୟମରେ ସେମାନେ କଣ କରୁଥିଲେ? କଥାର ଆଦାନ ପ୍ରଦାନ କରୁଥିଲେ। ଆଉ ସେଇଟା ହିଁ ସେମାନଙ୍କର ପ୍ରମୁଖ ଲିପି ଥିଲା ପିଲେ। ବର୍ତ୍ତମାନ 400ରୁ ଅଧିକ ଚିହ୍ନ ବା ଛବି ଆବିଷ୍କାର ହେବା ଦ୍ୱାରା ଲୋକମାନେ ମନର ଭାବକୁ ପ୍ରକାଶ କରୁଥିବାର ଏଥିରୁ ଜଣା ପଡିଥାଏ। ବିଭିନ୍ନ କେତେରୁ ଅଧିକ ଲିପି ଆବିଷ୍କାର କରାଯାଇଛି? ନା 400ରୁ ଅଧିକ ଲିପିକୁ ଆବିଷ୍କାର କରି ଜଣା ପଡିଲା ଯେ କଣ? ନା ଐତିହାସିକାର ମାନେ ମତ ଦେଲେ କଣ ମତ ଦେଲେ? ନା ସେ ସମୟର କିଏ? ସେ ସମୟର ଲୋକ ବା ସେ ସମୟର ଲୋକମାନେ ସାମାଜିକ ଜୀବନରେ କଣ କରୁଥିଲେ? ନା ଯେଉଁ ଲିପିକୁ ବ୍ୟବହାର କରୁଥିଲେ ତାହା ସେଇ ଛବି ମାଧ୍ୟମରେ ହିଁ କରୁଥିଲେ। ଏଇଭଳି ଭାବରେ ତାଙ୍କର କଣ ମିଳିଛି ବୋଲେ? ପ୍ରମାଣ ମିଳିଛି। କେତୋଟି ଲିପି ମିଳିଛି? ନା 400।
ତାପରେ ପିଲେ ଆମେ ଦେଖିବା ଶେଷରେ ଧର୍ମ। କଣ ଦେଖିବା? ଧର୍ମ। ତେବେ ସେ ସମୟରେ ପିଲେ କଣ ଥିଲା ନା ଲୋକମାନେ ଧୀରେ ଧୀରେ ପିଲେ ଧର୍ମ ବିଶ୍ୱାସ କରିବାକୁ ଲାଗିଲେ। ଭୂ ଖୋଦନରୁ ହରପ୍ପା ସଭ୍ୟତାର ଭଗ୍ନାବଶେଷରୁ ମାଟି ତିଆରି କେତେକ ମାତୃକା ମୂର୍ତ୍ତି ଏବଂ ବସିବା ଭଙ୍ଗୀରେ ଶିବଙ୍କର ମୂର୍ତ୍ତି ମିଳିଛି। ସାଧାରଣ ଭାବରେ କହିବାକୁ ପିଲେ ଗଲେ ଏଇ ହରପ୍ପା ସଭ୍ୟତାର ଲୋକମାନେ ନା ଶକ୍ତି ପୂଜକ ଥିଲେ ଏବଂ ଶୈବ ପୂଜକ ଥିଲେ, ଅର୍ଥାତ୍ ଶିବଙ୍କୁ ପୂଜା କରୁଥିଲେ ଏବଂ ବିଭିନ୍ନ ମାତୃ ଦେବତା ରୂପରେ ଶକ୍ତି ମାନଙ୍କୁ ପୂଜା କରୁଥିଲେ ପିଲେ। କହିବାକୁ ଗଲେ ପିଲେ ଦୁର୍ଗାଙ୍କୁ ପୂଜା କରୁଥିଲେ ପିଲେ ଏବଂ ପୁରୁଷ ଦେବତା ରୂପରେ ଶିବଙ୍କୁ ପୂଜା କରୁଥିଲେ। ହେଲା ପିଲେ, ଏଣୁ ବିଶ୍ୱାସ କରାଯାଏ ହରପ୍ପା ସଭ୍ୟତାର ଲୋକମାନେ ପଶୁପତି, ଦେବୀ, ବୃଷଭ, ସର୍ପ, ଅଶ୍ୱତଥ ବୃକ୍ଷ ଆଦିକୁ ପୂଜା କରୁଥିଲେ ପିଲେ। ଏହି ସବୁକୁ ଯେତେବେଳେ ଦେଖାଯାଏ, ଏହି ସବୁ ପ୍ରମାଣକୁ ଯେତେବେଳେ ଦେଖାଯାଏ, ସାଧାରଣ ଭାବରେ ଐତିହାସିକକାର ମାନେ କୁହନ୍ତି ଏହି ସଭ୍ୟତାର ଲୋକମାନେ ନା ଦେବୀ ରୂପରେ ଦୁର୍ଗାଙ୍କୁ ଅର୍ଥାତ୍ ବିଭିନ୍ନ ଶକ୍ତିଙ୍କୁ ପୂଜା କରୁଥିଲେ ଏବଂ ପୁରୁଷ ଦେବତା ରୂପରେ ବିଭିନ୍ନ ପ୍ରକାର କଣ ପୁରୁଷ ଦେବତା ରୂପରେ ସେ ଶିବଙ୍କୁ ପୂଜା କରୁଥିଲେ ବୋଲି ପ୍ରମାଣ ମିଳିଛି ପିଲେ। ହରପ୍ପା ସଭ୍ୟତାର ଲୋକମାନେ ମୃତ ବ୍ୟକ୍ତିର ଜୀବନ ରହିଥାଏ ବୋଲି ବିଶ୍ୱାସ କରି ଶବ ଗୁଡ଼ିକୁ ପିଲେ ଉତ୍ତର ଦିଗକୁ ମୁଣ୍ଡ କରି ପିଲେ ସମାଧି ଦେଉଥିଲେ। ଯେତେବେଳେ ସେମାନେ କବର ଦଉଥିଲେ, ସେମାନେ ଯେତେବେଳେ କବର ଦଉଥିଲେ ବା ମାଟି ତଳେ ପୋତି ଦଉଥିଲେ, ମୁଣ୍ଡଟା ସେମାନଙ୍କ ପିଲେ ଉତ୍ତର ଦିଗକୁ କରୁଥିଲେ। କୋଉ ଦିଗକୁ? ଉତ୍ତର ଦିଗକୁ। ପୂର୍ବ ପଶ୍ଚିମ ଉତ୍ତର ଦିଗର ଏ ଉତ୍ତର ଦିଗକୁ ପିଲେ ମୁଣ୍ଡ କରିକି କଣ କରୁଥିଲେ? ପୋତି ଦଉଥିଲେ ବା ସମାଧି ଦଉଥିଲେ। ଏବଂ ସେଥିରୁ ଜଣାପଡେ ଯେ ସେମାନେ କଣ ନା ଭଗବାନଙ୍କ ଉପରେ ବିଶ୍ୱାସ କରୁଥିଲେ। ସେମାନଙ୍କର ପିଲେ ବିଶ୍ୱାସ ଗୋଟେ ଥିଲା ଯେ କଣ ନା ମୃତ ବ୍ୟକ୍ତିର ଜୀବନ ରହିଥାଏ। ଯୋଉ ମରି ଯାଇଥିବା ଲୋକଟି ତା ଭିତରେ ନିଶ୍ଚିତ ରୂପରେ କିଛି ନା କିଛି କଣ ହୋଇଥାଏ ନା ଜୀବନ ରହିଥାଏ ବୋଲି ସେମାନେ ବିଶ୍ୱାସ କରୁଥିଲେ। ମୃତ ବ୍ୟକ୍ତି ସହିତ ତାର ପିଲେ ସେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଅଳଙ୍କାର, ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ପାତ୍ର, ଦର୍ପଣ, ବାଡି ଇତ୍ୟାଦି ଜିନିଷ ଗୁଡିକୁ ପିଲେ ପୋତି ଦଉଥିଲେ। କଣ କରୁଥିଲେ? ଯାହା କିଛି ବି ତାର ୟୁଜଫୁଲ ଜିନିଷ, ଯାହା କିଛି ବି ସେ ୟୁଜ କରୁଥିଲା, ବ୍ୟବହାର କରୁଥିଲା, ସେ ସମସ୍ତ ଇଏକୁ ପିଲେ କଣ କରୁଥିଲେ ନା ପୋତି ଦଉଥିଲେ। ତ ଏଇଭଳି ଭାବରେ ପିଲେ ଥିଲା କଣ ନା ସିନ୍ଧୁ ଘାଟି ସଭ୍ୟତା ବା ହଡପ୍ପା ସଭ୍ୟତା। ତାହେଲେ ପିଲେ ଇମ୍ପୋର୍ଟାଣ୍ଟ କଣ ମୁଁ ତମାନଙ୍କୁ ଆଉ ଟିକେ ପ୍ରଥମରୁ କହିଦଉଛି। ହେଲା ପିଲେ, ଇମ୍ପୋର୍ଟାଣ୍ଟ କଣ ଏ ପିଡିଏଫ ଟା ପିଲେ ତମାନଙ୍କୁ ମୁଁ ଦେଇଦେବି। ହେଲା, ଇମ୍ପୋର୍ଟାଣ୍ଟ କଣ ନା ହଡପ୍ପା ସଭ୍ୟତାକୁ କିଏ ନିର୍ମାଣ କରିଥିଲେ, ମହେଞ୍ଜୋଦାରୋ ସଭ୍ୟତାକୁ କିଏ ନିର୍ମାଣ କରିଥିଲେ, ବୁଝିଲ ନା ନାଇଁ? ମହେଞ୍ଜୋଦାରୋର ଅର୍ଥ କଣ, ବୁଝୁଛ ନା ନାଇଁ? ମହେଞ୍ଜୋଦାରୋର ଅର୍ଥ କଣ? ସେଇଭଳି ଏପଟେ ଆସିଯିବ କଣ ନା ସମକାଳୀନ ସଭ୍ୟତା କୋଉଟା ନା ମେସୋପୋଟାମିଆ ସଭ୍ୟତା। ଏଇ ପଏଣ୍ଟଟା ଦେଖିବ। ସେଇଭଳି ପିଲେ ଏଇଟା ତ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ନା ପଞ୍ଜାବର ରୋପାର, ଗୁଜରାଟର ଲୋଥାଲ, ଧୋଲାବିରା, ରାଜସ୍ଥାନର କାଲିବାଙ୍ଗାନ, ହରିୟାଣାର ବନାବଲି, ଏଇ ଜିନିଷଟାକୁ ତମ ପିଲେ ନିଶ୍ଚିତ ଦେଖିବ। ନଗର ପରିକଳ୍ପନା ପିଲେ କେବଳ ଗପ ମାଧ୍ୟମରେ ଶୁଣ, ଯାହା ଲେଖା ହେଇଛି ଟିକେ ପଢିଦବ, ବୁଝ ନା ନାଇଁ? ସେମାନଙ୍କ ସହର ଗୁଡିକ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟେ ହଉଛି ଉପରି ନଗର, ଗୋଟେ ହଉଛି ନିଚଲା ନଗର, ବୁଝିଛ ନା ନାଇଁ? ଉପର ଶ୍ରେଣୀର ଲୋକମାନେ, ଧନୀ ଲୋକମାନେ ବସବାସ କରୁଥିଲେ, ତଳେ କୃଷକ, ଶ୍ରମିକ, ଗରିବ ଲୋକମାନେ ବସବାସ କରୁଥିଲେ। ହେଲା ପିଲେ, ଏହାର ଆଉ କିଛି ନାହିଁ। ଏବଂ ସେମାନେ ପିଲେ ସେମାନଙ୍କ ରାସ୍ତା ଗୁଡିକ ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣକୁ ଛେଦ କରୁଥିଲା ଏବଂ ରାସ୍ତା ସାଇଡରେ ଡ୍ରେନ ସିଷ୍ଟମ ଥିଲା। ଡ୍ରେନରେ ଡ୍ରେନ ଗୁଡିକ ପୋଡା ଇଟାରେ ନିର୍ମାଣ କରାଯାଉଥିଲା ଏବଂ ତାହାରି ଉପରେ ପିଲେ କଣ କରାଯାଉଥିଲା ନା ପଥର ଘୋଡେଇ ଦିଆଯାଉଥିଲା। ହେଲା ପିଲେ, ସେଇ ନାଳ ଜଳକୁ ପିଲେ କୋଉଥିରେ ନା ଗୋଟେ ବଡ ନାଳ ସହିତ ସଂଯୁକ୍ତ ହଉଥିଲା ଏବଂ ସେଇ ବଡ ନାଳ ଯାଇକି ଗୋଟେ ନଦୀ ଗର୍ଭରେ ଛାଡୁଥିଲେ। ପିଲେ ଆବର୍ଜନା ଗୁଡିକ ନଦୀ ଗର୍ଭରେ ଛାଡୁଥିଲେ। ଏହା ଥିଲା ପିଲେ ସେମାନଙ୍କର କଣ ଥିଲା ନା ନଗର ପରିକଳ୍ପନା। ତାପରେ ପିଲେ ଆମେ ଦେଖିଲେ କଣ ବାସଗୃହ ନା କାଲିବାଙ୍ଗାନ ନଗର ଗୃହ ଗୁଡିକ ରଶ୍ମିରେ ଶୁଖିଥିବା ପିଲେ, ଏଇଟା ଇମ୍ପୋର୍ଟାଣ୍ଟ ମନେ ରଖିବ। ହେଲା ନା ରଶ୍ମିରେ ଶୁଖିଥିବା ଇଟାରେ ତିଆରି ଘର କେଉଁ ସ୍ଥାନରେ ଦେଖାଯାଇଛି ନା ସେଟା ହଉଛି କାଲିବାଙ୍ଗାନରେ ମିଳିଥିବା ଗୋଟେ ଘରର ପ୍ରମାଣ ପିଲେ। ହେଲା, ଏଇଟା ଇମ୍ପୋର୍ଟାଣ୍ଟ ମନେ ରଖିବ। ତାପରେ ଆଉ କଣ ସେମାନେ ଘର ଗୁଡିକୁ କିଭଳି ନିର୍ମାଣ କରୁଥିଲେ? ସେମାନଙ୍କ ଘର ଧନୀ ଲୋକମାନେ 2 ମହଲା ଘର କରୁଥିଲେ, ଉପର ମହଲା ଯିବା ପାଇଁ ସିଢି ଥିଲା, ହଁ ନା ନାଇଁ? ଏବଂ ସାନ ଯୋଉମାନେ ଗରିବ ଶ୍ରେଣୀର ଲୋକମାନେ ଗୋଟେ ବା 2ଟି କୋଠ କରିକି ରହୁଥିଲେ। ତାପରେ ପିଲେ ଆମେ ସ୍ନାନାଗାର ଦେଖିଲେ। ସ୍ନାନାଗାର ପିଲେ ମହେଞ୍ଜୋଦାରୋରୁ କଣ ମିଳିଛି? ବୃହତ ସ୍ନାନାଗାର ମିଳିଛି। ମୋଷ୍ଟ ଇମ୍ପୋର୍ଟାଣ୍ଟ, ତାର ଲମ୍ବ କେତେ? ଲମ୍ବ ହଉଛି 55 ମିଟର, ପ୍ରସ୍ଥ ହଉଛି 33 ମିଟର, ଗଭୀର ହଉଛି 8 ମିଟର। କିଛି ନ ମନେ ରଖିଲେ ମହେଞ୍ଜୋଦାରୋ ବୃହତ ସ୍ନାନାଗାର ବୋଲି ମନେ ରଖିବ ପିଲେ। ସେଇଭଳି ପିଲେ ଶସ୍ୟ ଭଣ୍ଡାର କଥା ପଢିଲେ, ଶସ୍ୟ ଭଣ୍ଡାର ପିଲେ ଗୋଟେ ହରପ୍ପାରେ ମଧ୍ୟ ଦେଖାଯାଇଛି, ମହେଞ୍ଜୋଦାରୋ ମଧ୍ୟ ଦେଖାଯାଇ ଅଛି। ତାହାର ଲମ୍ବ ଏଇଥିରେ ହରପ୍ପାରେ ଯୋଉ ଦେଖାଯାଇଛି ପିଲେ
ଯୋଉଟା ଦେଖା ହେଇଛି ତାହାର ଲମ୍ବ ହଉଛି 66 ମିଟର, ପ୍ରସ୍ଥ ହଉଛି 16 ମିଟର ଏବଂ ତା ସହିତ ଆଉ ଗୋଟେ ସ୍ଥାନରେ ଦେଖାଗଲା ଯୋଉଠି ମହେଞ୍ଜୋଦାରୋରେ ଦେଖା ହେଇଛି ବୋଲି ସବୁଠାରୁ ବଡ ଶସ୍ୟାଗାର। ଏଇଟା ପିଲେ ମହେଞ୍ଜୋଦାରୋରେ ହିଁ ଶସ୍ୟାଗାର ଦେଖା ହେଇଛି, ଇମ୍ପୋର୍ଟାଣ୍ଟ ମନେ ରଖିବ। ଶସ୍ୟାଗାର ଦେଖା ହେଇଛି ସେଇଟା ହଉଛି 48 ମିଟର ଲମ୍ବ, 15 ମିଟର ଚଉଡା। ତା ସହିତ ପିଲେ ସଭାଗୃହ କୋଉଠି ଦେଖା ହେଇଛି ନା ଏହି ମହେଞ୍ଜୋଦାରୋରେ ହିଁ ଗୋଟେ ସଭାଗୃହ, ବିରାଟ ସଭାଗୃହ ଦେଖା ହେଇଛି, ଯୋଉଟା କି ପିଲେ ନା ହରପ୍ପା ସଭ୍ୟତାର ଗୋଟେ ବିରାଟ ଗୃହ ଅଟେ, ଯାହାର ଲମ୍ବ ହଉଛି କେତେ 70 ମିଟର ଏବଂ ପ୍ରସ୍ଥ ହଉଛି 23 ମିଟର। ସାମାଜିକ ଜୀବନ ପିଲେ ସେମାନଙ୍କର କୃଷି କାର୍ଯ୍ୟ ଥିଲା। କି କାର୍ଯ୍ୟ ନା କୃଷି କାର୍ଯ୍ୟ ଥିଲା। ସେମାନେ ପ୍ରଥମେ କଣ ଚାଷ କରୁଥିଲେ? ଗହମ, ଯଅ, କପା ଆଦିକୁ ଚାଷ କରୁଥିଲେ ଏବଂ ଗହମ ଯଅ ଅଟାରୁ ସେମାନେ ଅଟା ପ୍ରସ୍ତୁତ କରି ରୁଟି କରିକି ଖାଉଥିଲେ। ପୋଷାକ ରୂପରେ ସେମାନେ କଣ ବ୍ୟବହାର କରୁଥିଲେ ପିଲେ ନା ପୋଷାକ ରୂପରେ ସେମାନେ କପା ଓ ପଶମ ତିଆରି ବସ୍ତ୍ର ସେମାନେ ବ୍ୟବହାର କରୁଥିଲେ। ଇମ୍ପୋର୍ଟାଣ୍ଟ ତମକୁ କହିଦଉଛି କଣ କଣ ଇମ୍ପୋର୍ଟାଣ୍ଟ ଭଳି ଆସିବ। ତାପରେ ପିଲେ ମୋହର। ମୋହର ଗୁଡ଼ିକରୁ ପିଲେ ସେମାନେ କଣ କରୁଥିଲେ, କୋଉଥିରେ ତିଆରି କରାଯାଉଥିଲା ନା ପୋଡା ମାଟିରେ ତିଆରି କରାଯାଉଥିଲା ପିଲେ, ଏବଂ ବିଭିନ୍ନ ପ୍ରକାର ସେଥିରେ ବୃଷଭ, ଗୟଳ, ହସ୍ତୀ, କୁମ୍ଭୀର ଆଦିର କଣ ହଉଥିଲା ଚିତ୍ର ରହୁଥିଲା। ହଁ ନା ନାଇଁ? ସେଇଭଳି ବାଣିଜ୍ୟିକ ଅବସ୍ଥା ପିଲେ ଦେଖିବାକୁ ଗଲେ ସେମାନେ ଆଫଗାନିସ୍ତାନ, ମେସୋପଟାମିଆ ସହିତ ପିଲେ ବାଣିଜ୍ୟ କରୁଥିଲେ। ହେଲା ପିଲେ, ଆଫଗାନିସ୍ତାନ ଓ ମେସୋପଟାମିଆ ସହିତ ପିଲେ ସେମାନେ ବାଣିଜ୍ୟ କାରବାର କରୁଥିଲେ। ଏବଂ ସେ ସମୟରେ ପିଲେ ଯୋଉ ଲିପି ମିଳିଛି ସେଟା କେତେ କେତେ ଲିପି ମିଳିଛି? 400ରୁ ଅଧିକ ଲିପି ପିଲେ ଆବିଷ୍କାର କରାଯାଇଅଛି। ତା ସହିତ ପିଲେ ଆମେ ଧର୍ମ ବିଷୟରେ ଦେଖିଲେ, ସେମାନେ ପିଲେ ବିଭିନ୍ନ ପ୍ରକାର ପ୍ରକୃତିକୁ ପ୍ରକୃତିର ଉପାସକ ଥିଲେ। ସେମାନେ ସୂର୍ଯ୍ୟ, ଚନ୍ଦ୍ର, ବୃକ୍ଷ, ପାହାଡ, ପର୍ବତ ଆଦି ନଦୀକୁ କଣ ପୂଜା କରୁଥିଲେ ଏବଂ ସେମାନେ ଦେବତା ରୂପରେ ନାରୀ ଦେବତା ବା ଦେବୀ ରୂପରେ ଦୁର୍ଗାଙ୍କୁ ପୂଜା କରୁଥିଲେ ଏବଂ ପୁରୁଷ ଦେବତା ରୂପରେ ଶିବଙ୍କୁ ପୂଜା କରୁଥିଲେ। କାହିଁକି କୋଉଥିରେ ଜଣା ପଡେ ନା ଏମାନଙ୍କ ମଧ୍ୟରୁ ପଶୁପତି, ଶିବ, ବୃଷଭ, ଏଇଭଳି ପଶୁପତି, ଦେବୀ, ବୃଷଭ, ସର୍ପ ଆଦି ଏଇଗୁଡ଼ିକ ଚିହ୍ନ ପିଲେ ସେମାନଙ୍କର ମୋହର ଗୁଡ଼ିକରୁ ମିଳିଅଛି। ହେଲା ପିଲେ, ଏଇ 5-6ଟା ପଏଣ୍ଟ ହଉଛି ସେମାନଙ୍କର ଇମ୍ପୋର୍ଟାଣ୍ଟ। ଯଦି ଅଧିକରୁ ଅଧିକ ପିଲେ ତମାନେ ଜାଣିବାକୁ ଯଦି ଆଶା କରିବ, ତମାନଙ୍କୁ ୟା ସହିତ ମୁଁ ଆଉ ଗୋଟେ ନୋଟ ପଠେଇଦେବି। ହେଲା ପିଲେ, ସେଇ ନୋଟଟାକୁ ଟିକେ ତମାନେ ଟିକେ ପଢିଦବ। ହେଲା ପିଲେ, ଦେଖିବ ତମର ନିଶ୍ଚିତ ରୂପରେ ପିଲେ ତମର ସବୁ କିଛି ଡାଉଟଟା କ୍ଲିୟର ହେଇଯିବ। ବୁଝିପାରିଲ ନା ବୁଝିପାରିଲନି? ବୁଝିହେଲା ନା ବୁଝିହେଲାନି? ତାହେଲେ ଆମେ